তুমি অনন্ত ক্ষয় হে জগন্নাথ, তুমি অব্যক্ত অক্ষর হে জগন্নাথ। নিজ ইচ্ছারু সৃজিল এ জগত, আদি নাহি যে তুমর নাহি অন্ত। তুমে পবিত্র ওঙ্কার চির সত্য, নীল সিন্ধু তীরে নীলাচল, তহি বিরাজিত বড় দেউଳ। তরু ব্রহ্ম রূপে হে বিশ্ব পালন, উড়াও পতাকা পতিত পাবন। সত্য ধর্ম ন্যায় করি সংস্থাপিত, ভকতর তুমে হইছ হে নাথ। শ্রী জগন্নাথ শ্রী জগন্নাথ জগন্নাথ শ্রী জগন্নাথ শ্রী জগন্নাথ নাথ। মহাম্বোধস্থিরে কনক রুচিরে নীল শিখরে, বসন প্রসাদান্তে সহজ বল ভদ্রেণ বলিনা। সুভদ্র মধ্যস্থ সকল সুর সেবা বসরদো, জগন্নাথ স্বামী নয়ন। राणी गुंडीचा महाराज, ए कौन राणी? तुमर सदा हस हस मुहटी आज विरस कहीं? कौन है राणी? शुणिली आम आराध्य देवता भगवान श्री विष्णु संधान रे जो चार माने जाइथिले से माने कुआडे विफल होई फेरी आछिछंती। तुमे ठीक सुनिच राणी। उत्तर दक्षिण और पश्चिम दिगरु चार माने विफल होई फेरी आछिछंती। ताहले भगवान विष्णु सेवा पूजारे मु कोन निजको उत्सर्ग करि परिबिनी स्वामी? एमिति अधैर्य हेले कौन चलिब राणी? प्रभुंक उद्देश्य आम अनुसंधान तथापि संपूर्ण होई नाही। पूर्व दिगर अनुसंधान ए पर्यंत बाकी अछि। पूर्व दिग? हाँ राणी गुंडीचा, काली जने तीर्थयात्री सन्यासी ठारू भगवान श्री विष्णु संबंध रे मु जो तथ्य लाभ करिछि सेथिरे मोर संपूर्ण विश्वास होइछि जे प्रभु पूर्व दिगरे अवस्थित उत्कल भूमि रे अवस्थान करिसंती। प्रभुंक विषय रे सन्यासी आउ सब कोन कहिले मते सुनाओ स्वामी। तांको महिमा सुनिबा पई मोर भारी आग्रह होछि। सुनाओ स्वामी। सुन प्रिय गुंडीचा राणी, श्री विष्णु कथा देन मन। सुन प्रिय गुंडीचा राणी, एठू बहु सहस्र कोश पवित्र से उत्कल देश। तार दक्षिण रे महासिंधु तीरे क्षेत्र अछि नाम पुरुषोत्तम। सुन प्रिय गुंडीचा राणी, तन्मध्यरे अछई गिरी नीलाचल नाम ताहारी। घंचरण्यरे परिपूर्ण ताहा शोभा सुषमारे से अनुपम। सुन प्रिय गुंडीचा राणी, तही एक सबर राजा श्री विष्णु को करुछि पूजा। नीलमणि नील माधव रूपरे विजय करिछंती जगमोहन। सुन प्रिय गुंडीचा राणी, श्री विष्णु कथा देन मन। सुन प्रिय गुंडीचा राणी। ताहले विलंब काहेकि महाराज?
ଜଗତର ନାଥ ଜଗନ୍ନାଥଙ୍କୁ ଠାବ କରିବା ପାଇଁ ଶୀଘ୍ର ତୁମେ ପୂର୍ବ ଦିଗକୁ ଦୂତ ପ୍ରେରଣ କର। ସେ ବ୍ୟବସ୍ଥା ମୁଁ କରିସାରିଛି ରାଣୀ ଗୁଣ୍ଡିଚା। ଆମ କୁଳପୁରୋହିତଙ୍କର ଅନୁଜ ବିଦ୍ୟାପତିଙ୍କୁ ସେହି ଗୁରୁଦାୟିତ୍ୱ ଅର୍ପଣ କରିବା ଲାଗି ମୁଁ ସମ୍ବାଦ ପଠାଇଛି। ଅବନ୍ତୀ ନରେଶ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ। କିଏ? ବିଦ୍ୟାପତି? ଆସ ଆସ ବିଦ୍ୟାପତି, ଆସନ ଗ୍ରହଣ କର। ମାଳବ ଅଧୀଶ୍ୱରଙ୍କର କେଉଁ ସେବା କରି ନିଜକୁ ମୁଁ ଧନ୍ୟ ମଣିବି ତାହା ମୋତେ ଆଦେଶ କରନ୍ତୁ ମହାରାଜ। ବିଦ୍ୟାପତି, ଶୁଣିବାକୁ ପାଇଲି ଆମ ଆରାଧ୍ୟ ଦେବତା ଭଗବାନ ଶ୍ରୀ ବିଷ୍ଣୁ ଉତ୍କଳ ଖଣ୍ଡରେ ଅବସ୍ଥିତ ନୀଳାଚଳର ଏକ ଶବରପଲ୍ଲୀରେ ପୂଜା ପାଉଛନ୍ତି। ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ତୁମକୁ ଉତ୍କଳ ଅଭିମୁଖେ ଯାତ୍ରା କରିବାକୁ ପଡ଼ିବ। ପ୍ରଭୁଙ୍କ ସନ୍ଧାନ ନେଇ ତୁମେ ନ ଫେରିବା ପର୍ଯ୍ୟନ୍ତ ଆମେ ଅନ୍ନ ଜଳ ତ୍ୟାଗ କରି ତୁମ ଫେରିବା ବାଟକୁ ଜାତକ ଚାତକିନୀ ପରି ଏକ ଲୟରେ ଚାହିଁ ବସିଥିବୁ ବିଦ୍ୟାପତି। ଜଗତର ନାଥ ଜଗନ୍ନାଥଙ୍କୁ ଠାବ କରିବା ପାଇଁ ଏ ଅକିଞ୍ଚନ ସୌଭାଗ୍ୟ ଲାଭ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛି ମହାରାଜ। ତାହେଲେ ଯାଅ ବିଦ୍ୟାପତି, ଆସନ୍ତାକାଲି ପ୍ରତ୍ୟୁଷରେ ଶୁଭ ଲଗ୍ନ ଦେଖି ତୁମେ ଉତ୍କଳ ଅଭିମୁଖେ ଯାତ୍ରା ଅନୁକୂଳ କର। ଆଦେଶ ତବ ଶିରୋଧାର୍ଯ୍ୟ ମାଳବ ରାଜ। भारी शोष लगुची ना? हाँ हाँ तुम्हें केमी जान? देख शोष मेटे मु धरी धरी बुलुची मु जानी परिबिनी काकू शोष लगुची कि नहीं। दियो दियो नियो आजुरा देखाओ। शांति। अच्छा बालक ए निर्जन अरण्य भितर तुम एका एका बुलुच तुमको भय लगुनि?
ଭୟ କଣ? ଆରେ ଗୋସେଇ, ବଣଟାକୁ ସିନା ବଣ ବୋଲି ଭାବିଲେ ଭୟ ଲାଗେ, ହେଲେ ବଣଟାକୁ ବଗିଚା ବୋଲି ଭାବିଲେ ଡର କଣ? ତା ଛଡା ଏ ବଣଟା ପାରି ହେଲେ ଗାଁ ଗଣ୍ଡା ନଈ ପୋଖରୀ ସବୁ ମିଳିବ। ଏଇଠୁ କେତେ ଦୂର? ବେଶୀ ନୁହେଁ ମ, ଏଇ ଡାକେ ବାଟ ହବ। ଏତେ କମ ଦୂର? କାହିଁକି, ସେଠାକୁ ଯିବାର ଥିଲା କି? ନା ନା, ନଦୀ କୂଳକୁ ଯିବାର ଥିଲା। ଆମର ଘୋଡ଼ା ଦିଟା ଶୋଷରେ କାତର ହେଲେଣି। ତମ ନାଁ କଣ ଗୋସେଇ? ବିଦ୍ୟାପତି। ତୁମ ନା? କାଳିଆ। କାଳିଆ? ମୋ ଦେହକୁ ଦେଖୁନ କେମିତି କଳା ମଚ ମଚ ହେଇଛି, ସେଇଥିପାଇଁ ସମସ୍ତେ ମତେ କାଳିଆ ବୋଲି ଡାକନ୍ତି। ସମସ୍ତେ? କିଏ ସେମାନେ? ଆ ଗୋସେଇ, ତୁମେ ଭାରି ଫଟେଇ ହଉଛ। ସବୁ କଥା ଏକା ବେଳକେ ଜାଣିଦବ। ଏଇ ତ ଚିହ୍ନା ପରିଚୟ ହେଲା, ବେଳ ଆସିଲେ ପରେ ଜାଣିବ। ମୁଁ ଆସୁଛି ଗୋସେଇ। କାଳିଆ କାଳିଆ ମୋ ନାଁ କାଳିଆ, କାଳିଆ କାଳିଆ ମୋ ନାଁ କାଳିଆ। ମୋ ମନ ଯାହା ଥରେ ତୋର ମନେ କଲା ଥରେ, ମୋ ଘର ଥାଏ ତା ପଛେ ଛାଇ ଭଳିଆ। କାଳିଆ କାଳିଆ ମୋ ନାଁ କାଳିଆ, କାଳିଆ କାଳିଆ ମୋ ନାଁ କାଳିଆ। କାହାକୁ ଖୋଜୁଛ? ବହୁ ଦୂର ପଥ ଅବନ୍ତୀ ନଗରରୁ ମୁଁ ଆସିଛି। ପାହାଡ଼ ଆଉ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଭାରି କ୍ଳାନ୍ତ ଲାଗୁଛି। ଶୋଷରେ ତଣ୍ଟି ଶୁଖି ଯାଉଛି। ପାଦରେ କୋଉଠି କଣ୍ଟା ଫୁଟି ନାହିଁ ତ? ପାଣି ପିଇବ? ହଁ, ସେତିକି ଯଦି ଉପକାର କରନ୍ତ ତାହେଲେ ସାରା ଜୀବନ ତୁମ ନିକଟରେ ଋଣୀ ହିଁ ରହିଯାଆନ୍ତି। ଏକା ବେଳେକେ ସାରା ଜୀବନ ପାଇଁ? ଲଳିତା, ପରିହାସ ଟିକେ ବନ୍ଦ କର ନା ସାରିଆ। ଦେଖ, ତମକୁ ପାଣି ଦେବାକୁ ଆମର ଆପତ୍ତି ନାହିଁ ଯେ, କିନ୍ତୁ ପୁଣି କଣ? କାନ୍ଧରେ ତୁମର ପଇତା ଦେଖି ମନେ ହେଉଛି ତୁମେ ବ୍ରାହ୍ମଣ। ଏଇଟା ଅନାର୍ଯ୍ୟ ଶବରପଲ୍ଲୀ। ଶବରୁଣୀ ହାତରୁ ପାଣି ପିଇଲେ ମୋର ଜାତି ଚାଲିଯିବ, ଏଇଆ ତ? ହଁ ଗୋସେଇ, ଯେତେ ହେଲେ ଆମେ ଅଛୁଆଁ ଶବର ଜାତି। ତମର ଏ ଧାରଣା ଭୁଲ ଲଳିତା। ବିଶ୍ୱପିତାଙ୍କ ସୃଷ୍ଟିରେ ସବୁ ମଣିଷ ସମାନ। ଶବର ଆଉ ବ୍ରାହ୍ମଣ ଭିତରେ ମୁଁ ତ କୌଣସି ଭେଦଭାବ ଦେଖି ନାହିଁ। ବିନା ଦ୍ୱିଧାରେ ତୁମେ ତୃଷାର୍ତ୍ତକୁ ଜଳଦାନ କର ଲଳିତା, ତୁମର ପୁଣ୍ୟ ହବ। ଏଇ ସାଙ୍ଗେ ସାଙ୍ଗେ ଆଣିଦଉଛି ଗୋସି। ଏଇ ପାଣି ନିଅ। କି ଶାନ୍ତି, କି ତୃପ୍ତି। ଭଗବାନ ତୁମର ମଙ୍ଗଳ କରନ୍ତୁ। ଅତିଥି ବସିବା ପାଇଁ ମୃଗଛାଲ ପାରିଦେ ସାରିଆ। ଭୋକ ମେଣ୍ଟେଇବା ପାଇଁ କିଛି ଫଳମୂଳ ଆଣିଦେ। ଆଉ
ଆସିବାର କାରଣ ପଚାର। ପଚାରିବି କଣ ମ? ବାଟବଡା ନହେଲେ ଏ କଣ୍ଟା ଝୁଣ୍ଟା ଭରା ଦୁର୍ଗମ ଶବରପଲ୍ଲୀକୁ କେହି କଣ ଆସେ? ସାରିଆ ଠିକ କହିଛି ଲଳିତା। କେଉଁ ଏକ ଅଦୃଶ୍ୟ ଶକ୍ତି ମୋତେ ନିକାଞ୍ଚନ ଅରଣ୍ୟକୁ ବାଟ କଢ଼େଇ ନେଇ ଆସିଲା। ସତରେ ସେ କଥା ଭାବିଲା ବେଳକୁ ମୋତେ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ଲାଗେ। ଏଇ ନିୟ ଗୋସେଇଁ, ଶବର ଘରର ଏଇ ସାମାନ୍ୟ କନ୍ଦମୂଳ ଛଡା ତମ ଭୋଜନ ଲାଗି ଆଉ ଆମର କିଛି ନାହିଁ। ତୁମର ଏ ସ୍ନେହ ଆଦର ଭରା ଅତିଥି ଚର୍ଚ୍ଚା ମୋର ଚିରଦିନ ସ୍ମରଣ ରହିବ। କିନ୍ତୁ କଣ ହେଲା ଗୋସେଇଁ? ନା, ଗୋଟାଏ କଥା ପଚାରିବାକୁ ଭାବୁଥିଲି ଯେ। କଥା? କି କଥା? ପଚାର ଗୋସେଇଁ। କୁହ ସତ କଥା ମତେ ଗୋ ଲଳିତା, ମନରୁ ଯାଉ ସନ୍ଦେହ। ନଦୀ ସନ୍ତି ଜଣେ ପୁରୁଷ ଏ ଘରେ, ଲାଗେ ନା ତୁମକୁ ଭୟ ଗୋ, କିଏ ଅଛି ତୁମର? ପରିଚୟ ଦିଅ ତାହାଙ୍କର ଗୋ, କିଏ ଅଛି ତୁମର? ବୁଝିଲୁ ଲୋ ଲଳିତା, ବିଦେଶୀ ଅତିଥି ନିଶ୍ଚୟ କୋଉ କାଉଁରୀ ରାଇଜରେ ପହଞ୍ଚି ଯାଇଛନ୍ତି ବୋଲି ଡରିଗଲେଣି। ହଉ, ତାଙ୍କ କଥାର ଜବାବ ଦେ। କାଉରୀ ରାଇଜ ନୁହେଁ ଏହା ଦ୍ୱିଜ, ମନରେ ଭୟ ନ କର। ନିରାପଦ ସ୍ଥାନେ ପହଞ୍ଚିଛ ତୁମେ, ଶବର ରାଜାର ଘର ଯେ। ମୋର ନାମ ଲଳିତା, ମୁହିଁ ଶବର ରାଜ ଦୁହିତା ଯେ। ମୋର ନାମ ଲଳିତା। ଏ କଣ କହିଲ? କଣ କହିଲ ଲଳିତା? ତୁମେ ଶବର ରାଜ ବିଶ୍ୱାବସୁଙ୍କର କନ୍ୟା? ଖାଲି କନ୍ୟା ନୁହେଁ ଗୋସେଇଁ, ରଜାଙ୍କର ଗୋଟିଏ ବୋଲି ଅଲିଅଳ କନ୍ୟା। ମୁଁ ତାହେଲେ ଏଠୁ ଫେରି ଯାଉଛି ଲଳିତା। ଏ କି କଥା କହୁଛ ଗୋସେଇଁ? ଶବର ରଜା ଘରେ ଅତିଥି ହୋଇ କେହି କଣ ଏମିତି ଖାଲି ଖାଲି ଫେରିଯାଆନ୍ତି? ତୁମେ ଏଠୁ ଫେରିଯିବା କଥା ଶୁଣିଲେ ବାବୁ ମତେ ନିଶ୍ଚୟ ଗାଳି ଦେବେ। ଏଇ ବାପା ଆସିଲେଣି। ମା ଲଳିତା, ଲଳିତା, ଇଏ କିଏ? ଅଚିହ୍ନା ଅତିଥି, ପଣ୍ଡା ପୁଅ। ହଁ ତ, ପଇତା ପଡ଼ିଛି। କହୁଛନ୍ତି ବଣରେ ବାଟବଣା ହୋଇ ଏଠି ଆସି ପହଞ୍ଚନ୍ତି। ବାଟବଣା? ବଡ଼ରେ ବାଟବଣା ହେଇଥିଲେ ତ ବାଘ କି ସିଂହ ମୁହଁରେ ପଡ଼ିଥାନ୍ତେ। ଏଠି ଆସି ଆମ ଘରେ ପହଞ୍ଚିଛନ୍ତି ଯେତେବେଳେ ବାଟବଣା ହେଲେ କେମିତି? ଆଲୋ, ତାଙ୍କୁ ଠିଆ କରି ରଖିଛୁ କାହିଁକି? ଆସନ ତ ଦେଇଛି, ବସୁନାହାନ୍ତି। ଯିବାକୁ ବାହାରିଥିଲେ। କାହିଁକି? ତମେ ଘରେ ନଥିଲ ବୋଲି। ଆଲୋ, ମୁଁ ନଥିଲି ତ ତୁ ଥିଲୁ। ତାଙ୍କୁ ଡର ଲାଗିଲା କାହିଁକି? ତମେ ଜାଣିନ ପଣ୍ଡା ପୁଅ, ଲଳିତା ହାତରେ ଧନୁଶର ଥିଲେ କୋଉ ବାଘ ନା ସିଂହ? ମୁଁ ସେ କଥା କହୁନି। ସେ କଥା କହୁନ ତ ତମର ଆଉ କିଛି କହିବାର ନାହିଁ। ଡରିଲେ ମଣିଷ ଜୀବଜନ୍ତୁଙ୍କୁ ଡରିବ। ତମେ ତ ମଣିଷ, ଲଳିତା ତ ମଣିଷ। ଗୋଟେ ମଣିଷ ଆଉ ଗୋଟେ ମଣିଷକୁ ଡରିବ କାହିଁକି? ତମେ ବସ ପଣ୍ଡା, ବସ। ତାଙ୍କ ନାଁ ବିଦ୍ୟାପତି। ହଉ, ହେଲା ହେଲା ହେଲା। ତୁ ନେ ମା, ଏ କନ୍ଦମୂଳ ସିଝେଇ ଦେ, ଆଉ ଭାତ ରାନ୍ଧ। ସେ ଖାଇପି ଟିକେ ସୁସ୍ଥ ହୁଅନ୍ତୁ। ବୁଝିଲ ବିଦ୍ୟାପତି, ଏ ବିଶ୍ୱାବସୁ ଶବର ଘରେ ଅତିଥି ହେଲେ ତମର ଆଉ କିଛି ଚିନ୍ତା ନାହିଁ। ତମେ ଆଗ ଖାଇ ପିଇ ସୁସ୍ଥ ହୁଅ, ପରେ କଥାବାର୍ତ୍ତା। ପଚାରୁଛୁ ପରା, କଣ ଭାବୁଛ? ଯାହା ତୁଣ୍ଡରେ ଖୋଲି କହି ହୁଏନି। ଭଲ କଥା ତ,
ତୁଣ୍ଡ ଖୋଲିବାକୁ ଏଠି ତୁମକୁ କିଏ ମନା କରିଛି? ସବୁଦିନେ ବଣ ଜଙ୍ଗଲରେ ମନ ଇଚ୍ଛା ଯାଇ ବୁଲୁଛ। ବଣରୁ ଫେରି ଏଇ ଅଶୋକ ଗଛ ମୂଳରେ ବସି ବସି ଭାବୁଛ। ତମ ବାପା କେମିତି ଦିନ ରାତି ଯାଇ ବଣ ଜଙ୍ଗଲରେ ବୁଲୁଛନ୍ତି? ସିଏ ତ ଶବର ଜାତିର, ବଣରେ ବୁଲିବା ତାଙ୍କ ଧର୍ମ। ମୁଁ ଏଠି ଶବର ଘରେ 3 ମାସ ହେଲା ରହି ରହି ମୋର ଶବର ଧର୍ମ ହେଇଗଲାଣି। ସତେ? ଲଳିତା, ଲଳିତା। ଏଇ ବାପା ଆସିଲେଣି। ବିଦ୍ୟାପତି, ଏଠି କଣ କରୁଛ? ଇଏ କେମିତିକା ଅତିଥି କେଜାଣି, ସବୁଦିନେ କୁଆଡେ କୁଆଡେ ଯାଇ ବୁଲିବେ, ଫେରି ଆସି ସେଇ ଅଶୋକ ମୂଳରେ ବସି ଭାବିବେ। ବିଦ୍ୟାପତି, ବସ ବସ ବସ। ମୁଁ ଏ ପଥର ଉପରେ ବସୁଛି। ତମେ କିଏ, କୋଉଠି ତୁମ ଦେଶ, କାହିଁକି ତମେ ଆସିଛ, ଏ କଥା ତମେ ମତେ କେବେ କହିନ କି ମୁଁ ଜାଣିବାକୁ ବି ଚାହିଁନି। ହେଲେ 3 ମାସ ତମକୁ ନୀତି ପ୍ରତି ଦେଖି ଦେଖି ତମ ପାଖରେ ଏ ମନ ଏମିତି ବାନ୍ଧି ହେଇଗଲାଣି ଯେ ମୁଁ ଠିକ ବୁଝିପାରୁନି। ଶୁଣ ବାପ, ତତେ ମୁଁ ପୁଅଠୁ ବଳି ସ୍ନେହ କରିଛି। ତୋ ହାତରେ ମୁଁ ଲଳିତାକୁ ଦେବି। ଲଳିତା ସାଙ୍ଗରେ ତୋର ବାହାଘର ହବ। ବାହାଘର? କାହିଁକି? ବାହାଘରଠୁ ବଳି ଆଉ ପୁଣ୍ୟ କାମ କଣ ଅଛି ଯେ ତୋ ଆଖି ଖୋସି ହେଇଯାଉଛି? ମୋ ଝିଅ କଣ ତୋ ମନକୁ ପାଉନି? ଝିଅ ତମର ଯେମିତି ରୂପବତୀ ସେମିତି ଗୁଣବତୀ, କିନ୍ତୁ ତମେ ଶବର, ମୁଁ ବ୍ରାହ୍ମଣ। କଣ କହିଲୁ? ମୁଁ ଶବର ବୋଲି ଛୋଟ ଜାତି, ଆଉ ତୁ ବଡ ଜାତି। ତୁ ଜାଣୁ ମୁଁ କାହା ପୁଅ? ଶିଆଳି ଲତାରେ ଶୋଇଥିଲା ବେଳେ ଶ୍ରୀକୃଷ୍ଣ ପାଦକୁ ସର ପିନ୍ଧିଥିଲା ଯେଉଁ ଶବର ମୁହିଁରେ ଅଟଇ ତାରକୁ ମର। ପ୍ରଭୁ ଛାଡ଼ିଲେ ଦେହ, ଶୂନ୍ୟବାଣୀ ହେଲା ପ୍ରଭୁଙ୍କ ଶରୀର, ସମୁଦ୍ରେ ଭସାଇ ଦିଅ। ସେଇଠୁ ସେଇଦିନୁ ପ୍ରଭୁ ଲୁଚି ରହିଛନ୍ତି ନୀଳମାଧବ ରୂପରେ। ଦାରୁ ବ୍ରହ୍ମ ହୋଇ ପୂଜା ପାଇବାକୁ ମର୍ତ୍ତେ କଳି ଯୁଗରେ। ମୋର ଶୁଣିଥା କଥା, ମୋ ଝିଅର ହାତ ନ ଧରିବୁ ଯେବେ, ଉଡ଼େଇ ଦେବି ତୋ ମଥା, ଉଡ଼େଇ ଦେବି ତୋ ମଥା, ଉଡ଼େଇ ଦେବି ତୋ ମଥା। ଜାଣିଲୁ ତ ମୁଁ କିଏ? ଲଳିତା, ତୁ ହସୁଛୁ? ତମ କଥାରେ ହସୁନି। ଯେଉଁ ଅଦୃଶ୍ୟ ଶକ୍ତି ମୋତେ ଏଠିକି ଟାଣି ଆଣିଥିଲା ସେଇ କଥା ଭାବି ମୁଁ ହସୁଛି। ମୁଁ ରାଜି, ଲଳିତାକୁ ମୁଁ ବିବାହ କରିବି। ମୁଁ ଜାଣେ ତୁ ରାଜି ହବୁ। ରାଜି ନ ହେଇ ତୁ ଯିବୁ କୁଆଡ଼େ? ଆଲୋ ଆଲୋ ଲଳିତା, ତୁ କଣ କବାଟ ଖଣରେ ଯାଇ ଲୁଚିଲୁଣି? ମୁଁ ଯାଏ ଜାତି ଭାଇଙ୍କୁ ଜଣେଇ ଦିଏ, ଏମିତି ଧୁମଧାମରେ ବାହାଘର ହବ ଯେ। बजा 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 रे बजा।
ସୁରେ ପବନ ଖେଳୁଛି ଦୋଳି ଗଛ ପତରେ ଆରେ ହୋ ସହି ସଙ୍ଗା ତୁଣି ଯେତେ ନାଚନ୍ତି ଝୁଲି ଲଳିତାର ଆଶା ଆଜି ପୁରିଛି ବୋଲି ताजा ताजा फूल सजा मन आजी मारे मजा भर नाचे आजी लता कुंजरे नाची उठु बण मुलक ललिता बाहाघरे 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 बजा 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 रे बजा कौन एति भावुच भावुची आसी कौन पाई आ कली कौन जाति श्रेष्ठ ब्राह्मण ही मोपरी गोटे अनार्य सबरुण हाथ धरी कि लाभ पाइल एया ना छि ललिता सेमित मोटे भाबनी प्रभु नीलमाधव नाम शपथ करी कहूची तमे ही मो जीवन को धन्य करिछ ताहले एतिक आसिला दिन तमे कहीं उदास रहउछ जी मु लक्ष्य करुची तमे जेमती मने मने काहाको खोजिला भली जाना पड़ुछ हाँ हाँ ललिता जहाँ मु खोजुची ताको ताको कौन तुम मते दे परिबो अरे बा अग्नि देवता को साक्षी मानी तुमको बाहा हेले तुम सुख दुख रे भागी हेबा पे नियम कले सेतिरे पुनी कहूछ कौन ना मु दे परिबिनी छाती रे हाथ रखी कहूचे तुम पे जीवन देदेवी स्वामी ललिता कौन दे तुमको सुखी कर परिबे कह स्वामी कह प्राण बांधवी रे मन कथा मोर शुण प्राण बांधवी रे मन कथा मोर शुण अवंती राजन नाम इंद्रद्युम्न विष्णु पदे सदा ध्यान प्राण बांधवी रे मन कथा मोर शुण पाइले खबर अवंती ईश्वर अंतर्जामी नारायण पाइले खबर अवंती ईश्वर अंतर्जामी नारायण नीलगिरी नीलकंदर मध्यरे करिछंती अवस्थान प्राण बांधवी रे मन कथा मोर शुण न पारिबी जदि देमु संधान काहि छंती नारायण न पारिबी जदि देमु संधान काहि छंती नारायण दुखरे कातर होई राजा रानी उपासे ते जीवे प्राण प्राण बांधवी रे मन कथा मोर शुण प्राण बांधवी रे मन कथा मोर शुण तुम्हें सबर देवता नीलमाधव को संधान आसछ हाँ हाँ ललिता से गुरु दायित्व मो मथारे बहन करी आसी से नीलमाधव मोर एकमात्र लक्ष्य जदि जानिच कह
କୁହ ଲଳିତା, ସେ ସେ କେଉଁଠି ଅଛନ୍ତି? ଏଠୁ ଅନେକ ଦୂର, ଅତି ଦୁର୍ଗମ ପଥ, ନିକାଞ୍ଚନ ଜଙ୍ଗଲ ଭିତରେ ନୀଳମାଧବଙ୍କୁ ପୂଜା କରୁଛନ୍ତି ମୋରି ବାବୁ ଶବର ରାଜା ବିଶ୍ୱାବସୁ। ତମେ ତମେ କଣ ଆମ ନୀଳମାଧବକୁ ନେଇଯିବ ସ୍ୱାମୀ? ନା ନା ଲଳିତା, ନା। ମୁଁ ଖାଲି ଥରେ ମାତ୍ର ତାଙ୍କୁ ନୟନ ପରେ ଦର୍ଶନ କରିବି, ଏ ଚର୍ମ ନେତ୍ରକୁ ମୋର ପବିତ୍ର କରିବି। କୁହ କୁହ ଲଳିତା, ମତେ ଥରେ ତମ ପ୍ରଭୁଙ୍କୁ ଦର୍ଶନ କରାଇ ଦେଇ ପାରିବନି? ମତେ ମତେ କ୍ଷମା କର ସ୍ୱାମୀ। ପ୍ରଭୁ ନୀଳମାଧବ ପୂଜା ପାଉଛନ୍ତି ଏକ ଅଜଣା ଗୋପନ ସ୍ଥାନରେ। ଲଳିତା, ସେଠିକି ଯିବା କାହାରି ପକ୍ଷରେ ସମ୍ଭବ ନୁହେଁ। ଏଇ ନିଅନ୍ତୁ, ଇଏ କଣ? ନୀଳମାଧବଙ୍କ ପ୍ରସାଦ। ନୀଳମାଧବଙ୍କ ପ୍ରସାଦ? ହଁ, ଆଜି ଦିନରେ ପ୍ରଭୁ ନୀଳମାଧବଙ୍କ ପ୍ରସାଦ ଆମ ଶବରପଲ୍ଲୀର ବୁଢ଼ାଠୁ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ବଣ୍ଟାଯାଏ। ଏଠି ରାଜା, ପ୍ରଜା, ପାତ୍ର, ମନ୍ତ୍ରୀ କିଛି ପାତର ଅନ୍ତର ନଥାଏ। ସମସ୍ତେ ଏକାଠି ହେଇ ପ୍ରସାଦ ପାଆନ୍ତି। ଆପଣ ନଥିଲେ ବୋଲି ମହାରାଜ ଆପଣଙ୍କ ପାଇଁ ପ୍ରସାଦ ପଠେଇଛନ୍ତି। କି ସୁନ୍ଦର ଏ ଭୋଗର ବାସ୍ନା। ଏ ବାସ୍ନାରେ ତ ପେଟ ପୁରି ଯାଉଛି। ଏ ହେଉଛି ଦେବତାମାନଙ୍କର ଲଗେଇଥିବା ଭୋଗ। ପ୍ରଭୁ ନୀଳମାଧବଙ୍କ ପାଖରେ ଲାଗି ସାରିବା ପରେ ଏ ଭୋଗର ବାସ୍ନା ଆହୁରି ବଢିଯାଏ। କି ଭାଗ୍ୟବାନ ତୁମେ ଶବରପଲ୍ଲୀର ଲୋକମାନେ, ଦିବ୍ୟ ବାସନା ଯୁକ୍ତ ନୀଳମାଧବଙ୍କ ପ୍ରସାଦ ପାଇବାର ସୌଭାଗ୍ୟ ତୁମେମାନେ ପାଉଛ। ବସ, ଠାକୁରଙ୍କ ପ୍ରସାଦ ପାଅ। ମୁଁ ବିଦ୍ୟାପତି, ଜାତିରେ ବ୍ରାହ୍ମଣ। ଏଇ ଜଳ ହାତରେ ଧରି କହୁଛି, ଆଜି ନୀଳମାଧବଙ୍କ ପ୍ରସାଦ ସେବନ ମୋ ପାଇଁ ଶେଷ ଆହାର। ଆଜିଠାରୁ ନୀଳମାଧବଙ୍କ ଦର୍ଶନ ନ କଲା ପର୍ଯ୍ୟନ୍ତ ମୁଁ ଅନ୍ନ ଜଳ ତ୍ୟାଗ କଲି। ମହାରାଜ, କିଛି କହିବୁ? ହଁ ମହାରାଜ, 4 ଦିନ ହେଲା ଲଳିତା ଆଉ ବିଦ୍ୟାପତି ଉପାସରେ ଅଛନ୍ତି। ପାଣି ଟୋପେ ବି ମୁହଁରେ ନେଇନାହାନ୍ତି। 4 ଦିନ ହେଲା? କାହିଁକି? ମୁଁ କିଛି ବୁଝିପାରୁନି। ଆଜି ପର୍ଯ୍ୟନ୍ତ ଲଳିତା ମୋ ପାଖରେ କିଛି ଲୁଚେଇନି, ହେଲେ ଆଜିକୁ 4 ଦିନ ହେଲା ମୁଁ ପଚାରି ପଚାରି ଥକି ଗଲିଣି। କିଛି ଉତ୍ତର ଦଉନି। ଆଉ ବିଦ୍ୟାପତି? ଲଳିତା ଯାହା ହେଲେ ବି ପଦେ ଅଧେ କିଛି କହୁଛି, କିନ୍ତୁ ବିଦ୍ୟାପତି ତ ଏକା ବେଳକେ ଚୁପ୍। ଝିଅଟା ମୁହଁକୁ ଆଉ ଚାହିଁ ହଉନି ମହାରାଜ। ଶୁଖି କଳା କାଠ ପଡିଗଲାଣି। ହସି ଦଉଥିଲେ ପେଟ ପୁରି ଯାଉଥିଲା, ସେ ହସ ଲିଭିଗଲାଣି। ନିଶ୍ଚୟ କିଛି ଗୋଟେ ହେଇଥିବ। ଲଳିତା, 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 ଲଳିତା। ଜନ୍ମ ହବାଠୁ ଆଜି ପର୍ଯ୍ୟନ୍ତ ତୋର ସବୁ ଅଳି ଅଦଳି ତ ମୁଁ ପୂରଣ କରି ଆସିଛି ମା। ଆଉ ଆଜି ଏମିତି କଣ ଘଟିଗଲା ଯେ ତୁ 4 ଦିନ ହେଲାଣି ଅନ୍ନ ଜଳ ସ୍ପର୍ଶ କରିବା ଛାଡି ଦେଇଛୁ? ତୋ ସାଙ୍ଗରେ ବିଦ୍ୟାପତି ବି ଉପବାସ କରିଛନ୍ତି। ବିଦ୍ୟାପତି କାହାନ୍ତି ମା? ସିଏ ସକାଳୁ ଉଠି ବାହାରକୁ କୁଆଡେ ଯାଇଛନ୍ତି। ତାଙ୍କ ମନ ଆଉ ଏଠି ନାହିଁ ବାବା। ଆଉ କୋଉଠି ଅଛି? ପ୍ରଭୁ ନୀଳମାଧବଙ୍କ ପାଖରେ। ତା ମାନେ? କେତେ ଦିନ ତଳେ ତମକୁ ତ କହିଥିଲି ନା ବାବା। କଣ କହିଥିଲୁ? ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବାର ତାଙ୍କର ଭାରି ଇଚ୍ଛା, ହେଲେ ତମେ ତ ସେଦିନ ସଫା ସଫା ମନା କରିଦେଲ। ଇଏ ଅସମ୍ଭବ। ସେଦିନ କହିଥିଲି, ଆଉ ଆଜି ବି କହୁଛି, ଇଏ ଅସମ୍ଭବ। ବାବା, ତାଙ୍କର କିନ୍ତୁ ଜିଦ୍ ଯେ ନୀଳମାଧବଙ୍କୁ ଦର୍ଶନ ନ କଲା ପର୍ଯ୍ୟନ୍ତ
ସେ ଅନ୍ନ ଜଳ ସ୍ପର୍ଶ କରିବେନି। আরে বিদ্যাপতি সিনা বাহার লোক হেলে তু তো এইটি জন্ম হইছু। এ সবর রাজ্যের সমস্তে জানতি প্রভু নীলমাধব তাঙ্কর ইষ্ট দেবতা সত, হেলে তাঙ্কু দর্শন করিবার অধিকার তাঙ্কর নাই। আজি পূজা করিবাকু যিবাকু দেরি তো হইগলানি মা। মু পূজা করি ফেরি আসে বিদ্যাপতিଙ୍କୁ ଭଲ କରି ବୁଝେଇ ଦେବି ତାଙ୍କୁ ଦର୍ଶନ କରିବା କାହିଁକି ଅସମ୍ଭବ। କିଛି ଲାଭ ହବନି ବାବା, ସେ କେବେ ବି ତାଙ୍କ ପ୍ରତିଜ୍ଞା ଭାଙ୍ଗିବେନି। ଏ କେତେ ଦିନ ଭିତରେ ମୁଁ ତାଙ୍କ ବିଷୟରେ ଯାହା ଜାଣିଛି, ସେ ଥରେ ଯାହା ଠିକ କରନ୍ତି ସେଥିରୁ ପଛେଇ ଆସନ୍ତିନି। ପଛେଇ ଆସନ୍ତୁ କି ନ ଆସନ୍ତୁ, ମୁଁ କିନ୍ତୁ ନୀଳମାଧବଙ୍କ ଆଦେଶକୁ ଉଲ୍ଲଂଘନ କରିପାରିବିନି। ତାହେଲେ ସେ ବି କେବେ ତାଙ୍କ ଉପାସ ଭାଙ୍ଗିବେନି। ସ୍ୱାମୀ ଯଦି ଅନ୍ନ ଜଳ ସ୍ପର୍ଶ ନ କରନ୍ତି ତାହେଲେ ସ୍ତ୍ରୀ ହିସାବରେ ତାଙ୍କ ବ୍ରତ ରକ୍ଷା କରିବା କଣ ମୋ କର୍ତ୍ତବ୍ୟ ନୁହେଁ? ମୁଁ କଣ କରିବି ତୁ କହ ମା। ମୁଁ ଯଦି ଜାଣିଥାନ୍ତି ସେ ସମସ୍ୟାର ସମାଧାନ ମୁଁ କରିପାରିଥାନ୍ତି। ସବୁଠୁ ଭଲ ହବ ଆମକୁ ଆମ ବାଟରେ ଛାଡ଼ିଦିଅ। ତାଙ୍କର ପ୍ରତିଜ୍ଞା ଯଦି ଅଟଳ ଥିବ ତାହେଲେ ସେ ନିଶ୍ଚୟ ନୀଳମାଧବଙ୍କ ଦର୍ଶନ ପାଇବେ। ଶୁଭୁଥିଲା କିନ୍ତୁ ମୁଁ ତ ମାର୍ଜି ନୁହେଁ। ମଲା ସବର ରାଇ ଯୋଡା ଚଳଉଛ, ମହାରାଜା ନୁହେଁ ତ ଆଉ କଣ? ଓ ମହାରାଜାଟା ତାହେଲେ ତୋ ମୁହଁରେ ମାହାର୍ଯ୍ୟ ହେଇଗଲା। ଆଚ୍ଛା ତୁ କିଏ କହିଲୁ? ମତେ ଚିହ୍ନିନ? ମତେ ପୁରା ନୀତି ଦେଖୁଛ, ହେଲେ ଦେଖି ନ ଦେଖିଲା ପରି ହଉଛ। ହଁ ତମେ ହେଲ ରଜା ଲୋକ, କେତେ ପ୍ରଜା ପାଟକୁ ଦେଖୁଛ, କାହା ମୁହଁ ଏବେ ମନେ ରଖିବ? ମୁଁ ତମକୁ ଏମିତି ପଛରୁ ଡାକିଦେଲି ବୋଲି ଅବିଗୁଣ ପାଇଲ କି? ଜାଣିଲ ନା ମୋ ପାଖରେ ସବୁ ସମାନ, ପ୍ରଜା ରାଜା ପିଲା ବୁଢା ସମସ୍ତେ। ଛାଡ ସେ କଥା, ପଛରୁ କାହିଁ ଡାକିଲୁ କହିଲୁ? କଥା କଣ କି, ତମେ ସିନା ଦେଖିକି ଦେଖିପାରନି, ହେଲେ ମୁଁ ତମକୁ ନୀତି ଦେଖେ। ପ୍ରତିଦିନ ଏଇ ବାଟ ଦେଇ ପୂଜା କରିବାକୁ ଯାଉ, ଗଲାବେଳେ ହସ ହସ ମୁହଁ, ଆଉ ଆସିଲା ବେଳେ ବି ହସ ହସ ମୁହଁ, ମୁହଁରୁ ତେଜ ବାହାରୁଥାଏ। ହେଲେ ଆଜି କାହିଁକି ମୁହଁଟା ଶୁଖି ଯାଇଛି? କଣ ହେଇଛି କି? ଆରେ ତୁ ତ ପିଲା ଲୋକ, ମୋ ଦୁଃଖ କଥା ତୁ କଣ ବୁଝିବୁ? ମହାଜେ ପିଲା ଲୋକ ବୋଲି ଅଣଦେଖା କରିବନି। ଏଇ ପିଲାମାନେ ବେଳେ ବେଳେ ଘଣ୍ଟି କଥା କହିଦିଅନ୍ତି, ବୁଦ୍ଧି ବାଟ ଦେଖେଇ ଦିଅନ୍ତି। ଆରେ ମତେ ଥରେ କହିକି ଦେଖ। ହଁ ଜୟୀ ମୋର ଜିଦ୍ ଧରି ବସିଛି ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ। 4 ଦିନ ହେଲା ଉପାସ ରହିଛି, ସ୍ୱାମୀ ଉପାସ ରହିଛି ବୋଲି ଝିଅଟା ବି ମୋର ଉପାସ ରହିଛି। ଏଣେ ଏଣେ ମୋ ଠାକୁର ମତେ ଆଦେଶ ଦେଇଛନ୍ତି ମୋ ଛଡା କେହି ତାଙ୍କୁ ଦର୍ଶନ କରିପାରିବେନି। ଏଇଟା ଗୋଟେ କଥା, ଏଇଥିରେ ଧନ୍ଦି ହଉଛ? ଯିଏ ଆଦେଶ ଦେଇଛି ସିଏ କଣ ଫେରେଇ ନବନି? ତୁ କଣ କହିବାକୁ ଚାହୁଁ? ସିଧା କଥା, ତମ ଠାକୁର ନୀଳମାଧବଙ୍କ ପାଖକୁ ଯାଇ ଗୁହାରି କର, ଆଉ କହିବ ଠାକୁରେ ଝିଅ ଯାଇ ମୋର ଅନୁଜଳ ଛାଡିଦେଲେଣି, ଜୟ ତୁମକୁ ଦର୍ଶନ କରିବାକୁ ଚାହୁଁଛି। ଯଦି ଅନୁମତି ନ ଦିଅ ତାହେଲେ ଉପାସରେ ରହି ଜୀବନ ହରେଇବେ। ତମକୁ ସ୍ତ୍ରୀ ହତ୍ୟା ଆଉ ବ୍ରହ୍ମ ହତ୍ୟାରେ ପାପ ଲାଗିବ। ଏମିତି ମନ ମୁନ ଚୈତନ୍ୟ ଦେଇ ଗୁହାରି କଲେ ପଥର ତ କରିବ, ଇଏ ତ ସହଜେ ଠାକୁର। ଆରେ ବାଳକ, ତୁ ଖାଣ୍ଟି କଥା ଗୋଟେ କହିଛୁ। ଏମିତିଆ ଗୋଟେ କଥା ଆଜି ପର୍ଯ୍ୟନ୍ତ କେବେ ବି ମୋ ମନ ଭିତରୁ ଉଙ୍କି ମାରି ନଥିଲା। ଆଜି ନିଶ୍ଚୟ ମୁଁ ତାଙ୍କ ପାଖରେ ଜଣେଇବି, ନିଶ୍ଚୟ ତାଙ୍କ ପାଖରେ ଜଣେଇବି। ପିଲା ଲୋକ ବୋଲି କହୁଥିଲ ପରା, କେମିତି ବୁଦ୍ଧି ବାଟ ବତେଇ ଦେଲି। ହଉ ହଉ ହଉ।
हे प्रभु नीलमाधव ये की परीक्षा पकेल प्रभु आपण आशीर्वाद मते राज्य मिलिला कन्या रत्न मिलिला तापाई उपयुक्त स्वामी टे भी पाइली किंतु आज आज सब भुषुड़ी पड़ा बसी प्रभु एवं मो जावता विद्यापति आपण को दर्शन न कले अन्न जल स्पर्श करबनी बोली प्रतिज्ञा करिसंती ताको सहित मो झियो ललिता भी अनशन करिछि ए धर्म संकट मत उद्धार करतु प्रभु और एतिकी मागुणी घेना करतु विद्यापति को दर्शन दवा पाई आपण मते आदेश दियतु प्रभु आदेश दियतु प्रभु आदेश दियतु नील माधव हे गेलो बारे मोबिनती चरण तले मु शरण पशुची चरण तले मु शरण पशुची करुणा कर श्रीपति खेल बारे मोबिनती नील माधव हे खेल बारे मोबिनती नील माधव हे खेल बारे मोबिनती चरण तले मु चरण पशुची चरण तले मु चरण पशुची करुणा कर श्रीपति खेल बारे मोबिनती नील माधव हे खेल बारे मोबिनती प्रभु प्रभु ताले मो निवेदन आपण ग्रहण कले प्रभु आपण ग्रहण कले आपण ग्रहण कले साधना और एकाग्रता थिले भगवान जे प्रसन्न होती से कथा मु आज विश्वास कली माँ कौन है जी बापा तोर और विद्यापति इच्छा और प्रार्थना मु प्रभु नीलमाधव को जणई ताको मस्तक रे मु फूल चढ़ई थिली आज ये फूल ताको मस्तक रू खसी आसिला रे माँ खसी पड़िला ना ना एथिरे भय करिवार किछि नहीं ठाकुरे प्रसन्न हेले ताको मस्तक रू एमिति फूल खसे ये तांकर सम्मति बापा प्रभु नीलमाधव प्रसन्न होती विद्यापति तांको दर्शन करने को जिबे ने माँ ए फूल ने प्रभु नीलमाधव बापा ताहले मो आसुची ए शुभ खबर तांको देई आसे जीवा पूर्व सुनी जा कौन बापा विद्यापति को मु नीलमाधव को दर्शन करने को नहीं जीवी किंतु गोटाए शर्त शर्त नीलमाधव आदेश थिला तांकर अवस्थिति कथा केही जानिबेनी कि सेठिकी जीवार बाट केही देखिबेनी ताहले कौन हबो बापा सुनिथा मा मो मन कथा जमाथा से मोर तुही दुहिता बनर सबर नाही मधन तमे दुहे मोर रंक रतन एतिकी रखुची कही जोई कुमो
মোহর দিଅ দেখাইবি বাଟ দেখাইবি ନାହିଁ। ଯିବେ ବିଦ୍ୟାପତି ନିଶ୍ଚୟ ମୋ ସାଙ୍ଗରେ ଯିବେ, କିନ୍ତୁ ତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ମୁଁ ତାଙ୍କୁ ସାଙ୍ଗରେ ନେଇଯିବି। ପ୍ରଭୁ ନୀଳମାଧବଙ୍କ ଆସ୍ଥାନ ସମ୍ମୁଖରେ ତାଙ୍କ ଆଖିରୁ ମୁଁ ଅନ୍ଧପୁଟୁଳି ଖୋଲିଦେବି। ଆଉ ଦର୍ଶନ କରିସାରିବା ପରେ ଯେମିତି ସେ ଯାଇଥିଲେ ଠିକ୍ ସେମିତି ଫେରିଆସିବାକୁ ହବ। ସେ କଣ ଏ ପ୍ରସ୍ତାବରେ ରାଜି ହେବେ ବାପା? ତା ଛଡା କୌଣସି ଉପାୟ ନାହିଁ ମା। କୌଣସି କାରଣରୁ ବି ମୁଁ ସତ୍ୟଭ୍ରଷ୍ଟ ହେଇପାରିବିନି। ଯଦି ସେ ଏ କଥାରେ ରାଜି ହୁଅନ୍ତି ତାହେଲେ ମୁଁ ତାଙ୍କୁ ମୋ ସାଙ୍ଗରେ ନେଇଯିବି। ଯା ମା, ଏ ସୁସମ୍ବାଦଟା ତୁ ବିଦ୍ୟାପତିଙ୍କୁ ଜଣେଇଦବୁ, ତାଙ୍କୁ ବୁଝେଇଦବୁ ଇଏ ହଉଛି ଠାକୁରଙ୍କ ଆଦେଶ, ଆଉ ଆମକୁ ସବୁ ମାନିବାକୁ ପଡିବ। ଲଳିତା, ଆଜି ତମେ ଖୁବ୍ ଖୁସି ଜଣା ପଡୁଛ। ହଁ, ବହୁତ ଖୁସି। କାହିଁକି? ଫୁଲ? ଏ ଫୁଲ କଣ ଜାଣିଛ? ନୀଳମାଧବଙ୍କ ଆଜ୍ଞା ଫୁଲ। ଆଜ୍ଞା ଫୁଲ? ତୁମକୁ ନୀଳମାଧବଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ତାହାରି ନିଦର୍ଶନ ତାଙ୍କର ଏଇ ଆଜ୍ଞା ଫୁଲ। ସତରେ? ସତରେ ଲଳିତା? ହଁ, ମିଛ କହିବା ମୁଁ ଶିଖିନି। ଓ ଲଳିତା, ତୁମକୁ କଣ କହି ମୁଁ ବଧେଇ ଜଣେଇବି? ମୁଁ ନିଜେ ବି ବୁଝିପାରୁନି। ମୁଁ ସ୍ତ୍ରୀର କର୍ତ୍ତବ୍ୟ କରିଛି, ସ୍ୱାମୀଙ୍କର ଆଜ୍ଞା ପାଳନ କରିଛି, ତାଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଛି। ତାହେଲେ ତାହେଲେ ମୁଁ କେବେ ଯିବି? ସେ କଥା ବାପା କହିବେ, କିନ୍ତୁ ତାଙ୍କର ଗୋଟେ ସର୍ତ୍ତ ଅଛି। ସର୍ତ୍ତ? ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ମୁଁ ସବୁ ସର୍ତ୍ତ ମାନିବାକୁ ପ୍ରସ୍ତୁତ ଅଛି। ସର୍ତ୍ତ ହଉଛି ବ୍ୟାଘ୍ର ଗୁମ୍ଫା ପର୍ଯ୍ୟନ୍ତ ତୁମ ଆଖିରେ ଅନ୍ଧପୁଟୁଳି ବାନ୍ଧି ବାପା ତୁମକୁ ନେଇଯିବେ। ତମେ ଯେମିତି ରାସ୍ତା ବିଷୟରେ କିଛି ଜାଣିନପାର। ଗୁମ୍ଫାରେ ପହଞ୍ଚିଲା ପରେ ତମ ଆଖିରୁ ଅନ୍ଧପୁଟୁଳି ଖୋଲି ଦିଆଯିବ। କିନ୍ତୁ କଣ, ୟା ଛଡା ଅନ୍ୟ କିଛି ଉପାୟ ନାହିଁ। ବାପାଙ୍କର ଏ ଏକମାତ୍ର ସର୍ତ୍ତ ମାନିବାକୁ ପଡିବ। ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ପୁଣି ସର୍ତ୍ତ? ଏ ସର୍ତ୍ତ ତ ସ୍ୱୟଂ ନୀଳମାଧବଙ୍କର। ବାପା ଖାଲି ତାଙ୍କୁ ପାଳନ କରୁଛନ୍ତି। କିନ୍ତୁ ଏତେ ବାଧା ନିଷେଧର ପାଚେରୀ ଡେଇଁ ତମେ ଆଉ କିନ୍ତୁ କୁହନି। କେତେ କଷ୍ଟରେ ବାପାଙ୍କୁ ରାଜି କରେଇଲି, ଠାକୁର ବି ଆଜ୍ଞା ଫୁଲ ଦେଲେ। ତମେ ଯଦି ଏମିତି କିନ୍ତୁ କିନ୍ତୁ କହିବ ସବୁ ଭଣ୍ଡୁର ହେଇଯିବ। ମାନିଯାଅ ନା। ଠିକ ଅଛି। କଣ ଏମିତି ଘଟିଗଲା ଯେ ତମ ମନ ଆଜି କୁରୁଳି ଉଠୁଛି? ଖାଲି କୁରୁଳି ଉଠୁନି କାଳିଆ, ଇଚ୍ଛା ହଉଛି ନାଚିବାକୁ, ଇଚ୍ଛା ହଉଛି ନଦୀ ପାଣିରେ ଗାଧୋଇବାକୁ, ନଦୀ ବାଲିରେ ଗଡି ଯିବାକୁ, ଇଚ୍ଛା ହଉଛି ଗୀତଟିଏ ଗାଇବାକୁ। ଆରେ ବାପରେ, କଣ ଏମିତି ଖୁସିର ଖବର ପାଇଲ କି? କଣ ସବୁ ରାଜା ତମ ମୁଣ୍ଡ ଉପରେ ମୁକୁଟ ପିନ୍ଧିଦେଲେ, ନା ସିଂହାସନ ତଳକୁ ଓହ୍ଲେଇ ତମକୁ ସେଠି ବସେଇ ଦେଲେ? ଗୋସେଇ କୁହ ମ, କ୍ଷୀରିପିଠା ଆମକୁ କେବେ ମିଳୁଛି? ତୁ ଯାହା ଭାବୁଛୁ ଏ ସେମିତି କଥା ନୁହେଁ, ତାଠାରୁ ଏ ଅନେକ ବଡ, ଅନେକ ବେଶୀ। ଫିଟେଇକି କହୁନ। ଏତେ ଦିନକେ ମୋର ଉଦ୍ଦେଶ୍ୟ ପୂରଣ ହେଇଛି। ସେ କଥା ତ ମୁଁ ମୂଳରୁ ତମ ପାଖରୁ ଶୁଣି ଆସୁଛି। କଣ ଗୋଟେ ଉଦ୍ଦେଶ୍ୟ ନେଇକି ଏଠିକି ଆସିଛ, ତାହେଲେ ସେଟା କଣ? ନୀଳମାଧବଙ୍କ ଦର୍ଶନ। ହୋଇଓ ଗୋସେଇ, ପର୍ବତ ଜନ୍ମ କରିବ ହଉ ହଉ ଦେଖିଲା ବେଳକୁ ମୂଷାଟେ ଜନ୍ମ କଲା। ଏଇଥିପାଇଁ ଆସିଛ? କଣ ଜାଣିଛୁ ତୁ ନୀଳମାଧବଙ୍କ ବିଷୟରେ? ହୋଇଓ ବାବୁ, ଆମେ ହେଲୁ ଖଟିକିଆ ଲୋକ। ଦିନ ସାରା ଖଟିଲେ ପେଟକୁ ମୁଠେ ଦାନା ମିଳେ। ହଁ, ତେବେ ଶୁଣିଛି ଏଇ
ଯୋଉ ନୀଳଗିରି ପାହାଡ ଦେଖା ଯାଉଛି ସେଇ ପାହାଡ ଉପରେ କୋଉଠି ଗୋଟେ ଜାଗାରେ ଅଛନ୍ତି। ଆମ ବୁଢା ରାଜା ନିଜେ ତାଙ୍କୁ ପୂଜା କରିବାକୁ ଯାଆନ୍ତି। କୁଆଡେ ଅଗନାଗରି ବନସ୍ଥ ପଥର ପଡିଲେ ତୁଲା ପଡିଲା ପରିକା ଶୁଭେ। ସୁଲୁସୁଲିଆ ପବନ ବୋଇଲେ ବତାସ ବୋଇଲା ପରିକା ଲାଗେ। ବାଘ ଭାଲୁ ସାପ ଭର୍ତ୍ତି ଅଛନ୍ତି। ସେ ବନସ୍ଥ ପାର ହେଇ ପାହାଡ ଉପରକୁ ଚଢିଲେ ଯାଇ କୁଆଡେ ତାଙ୍କର ଦର୍ଶନ ମିଳେ। ତା ଛଡା ବୁଢା ରାଜାଙ୍କୁ ଛାଡିକି ତାଙ୍କ ପାଖକୁ ଯିବାକୁ ବାଟ କେହି ଦେଖି ନାହାନ୍ତି କି ଜାଣିବି ନାହାନ୍ତି। ଗୋସେଇ ଯୋଉ ଠାକୁର ଏତେ ଅଗମ୍ୟ ଜାଗାରେ ଅଛନ୍ତି, ରଜା ଛଡା ଯାହାକୁ କେହି ଦେଖି ନାହାନ୍ତି କି ଜାଣି ନାହାନ୍ତି, ତାଙ୍କୁ ତମେ ଦର୍ଶନ କରିବାକୁ ଯିବ ଆଉ ସେଇଥିପାଇଁ କୁରୁଳି ଉଠୁଛ। ଆଚ୍ଛା କହିଲ ଗୋସେଇ, ଯଦି ଏତେ ବଡ ପ୍ରତ୍ୟକ୍ଷ ଠାକୁର ତାହେଲେ ସମସ୍ତଙ୍କୁ ଦର୍ଶନ ଦଉନାହାନ୍ତି କାହିଁକି? ସେଇଥିପାଇଁ, ଖାଲି ସେଇଥିପାଇଁ କାଳିଆ ତାଙ୍କୁ ଦର୍ଶନ କରିବାର ଇଚ୍ଛା ମୋ ମନ ଭିତରେ ଏତେ ପ୍ରବଳ ହେଇ ଉଠିଛି। ଖାଲି ମୁଁ ନୁହେଁ, ଅବନ୍ତୀର ରାଜା ଇନ୍ଦ୍ରଦମ୍ନ ବି ତାଙ୍କୁ ଦର୍ଶନ କରିବାକୁ ଅସ୍ଥିର ହେଇ ଉଠିଛନ୍ତି। ଓହୋ, କଥା ତାହେଲେ ସେଇଠି। ଗୋସେଇ ତମେ କଣ ଏକା ଚାଲିଯିବ? ନା ରେ କାଳିଆ, ମୋ ଭାଗ୍ୟରେ ସେତିକି ଜୁଟିବନି। କାହିଁକି? ବିଶ୍ୱବସୁଙ୍କର ସର୍ତ୍ତ ହେଲା ମୋ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେ ପ୍ରଭୁ ନୀଳମାଧବଙ୍କ ପାଖକୁ ନେଇଯିବେ, ଆଉ କେବଳ ଥରୁଟିଏ ପାଇଁ ତାଙ୍କୁ ଦେଖିବାର ସୁଯୋଗ ଦେବେ। କଥା ଶୋଇଲା। ତା ମାନେ? ଗୋସେଇ କଥାରେ ଅଛି ପରା, ଥରେ ଦେଖା ଦେଖିଲା ସରି ନୁହଁ। କିନ୍ତୁ ଆଉ ଥରେ ତ ସେ ମତେ କେବେ ବି ନେବେନି। ହେଲେ ବୁଦ୍ଧି ଥିଲେ ବାଟ ଆପେ ଆପେ ପାଇପାରିବ। କି ବୁଦ୍ଧି ମୁଁ କରିବି? ମତେ ପଚାରୁନ। ତୁ ମତେ ବାଟ ବତେଇ ଦେଇ ପାରିବୁ? ଆଗରୁ ଯେତେବେଳେ କିଛି ଅସୁବିଧାରେ ପଡୁଥିଲ ମୁଁ ବାଟ ବତେଇ ଦେଇଛି ନା ନାଇଁ? କହିଲୁ କଣ କରିବି କହିଲୁ? ସାଙ୍ଗରେ ସୋରିଷ ନେଇଯାଉନ। ସୋରିଷ? ହଁ, ସୋରିଷ ବୁଣିଦେଲେ ମାସ 2ଟାରେ ଗଛ ଉଠି ଫୁଲ ଫୁଟିବ ପରା। ତା ମାନେ ତୁ କହୁଛୁ ବୁଢା ଯେମିତି ତମ ଆଖିରେ ଅନ୍ଧପୁଟୁଳି ବାନ୍ଧି ତମ ହାତ ଧରି ଆଗେଇ ନବ, ତମେ ତ ଆଗରୁ ତମ ସାଙ୍ଗରେ ସୋରିଷ ନେଇଥିବ, ତାକୁ ବାଟ ଯାକ ପକେଇ ପକେଇ ଯାଉଥିବ। ବାସ୍, ବୁଢା ଜାଣିବନି କି କାଉ କହିଲେ କେହି ଜାଣିପାରିବେନି। ତାପରେ ଦେଖିବ ମାସ 2ଟାରେ ବାଟଟା ଯାକ ଖାଲି ସୋରିଷ ଗଛ। ବାଃ କାଳିଆ ବାଃ, ଆଜି ତୁମ ଆଖି ଖୋଲିଦେଲୁ। ମୁଁ ତତେ କେମିତି ଧନ୍ୟବାଦ ଦେବି ସେ କଥା ମୁଁ ନିଜେ ହିଁ ବୁଝିପାରୁନି। ମୁଁ ପ୍ରଭୁ ନୀଳମାଧବଙ୍କୁ ପ୍ରାର୍ଥନା କରୁଛି, ତୁ ଏମିତି ସବୁଦିନ ସମସ୍ତଙ୍କର ଆଖି ଖୋଲି ଦଉଥା। ରକ୍ଷା କର ବାବା, ଇଏ ବଡ ବିଷମ କାମ। ମତେ ତମେ ପଚାର ବୋଲି ମୁଁ କହିଲି ନା। ମତେ ଯଦି କିଏ ନ ପଚାରିଥାନ୍ତା ମୁଁ କଣ ତା ଆଖିରେ ଆଙ୍ଗୁଠି କେଜି ତା ଆଖି ଖୋଲିଥାନ୍ତି? ହଁ, ଯାଅ ରଜା ଘର ରନ୍ଧାଶାଳରୁ ଆଗ ସୋରିଷ ଯୋଗାଡ଼ କର, ମୁଁ ଯାଉଛି। ବାପା ଯିବା ପାଇଁ ବାହାରିଲେଣି, ତମକୁ ଅପେକ୍ଷା କରିଛନ୍ତି। ମୁଁ ବି ପ୍ରସ୍ତୁତ ହେଇ ସାରିଛି। ଏଇ ମାଳଟି ନିଅ, ନୀଳମାଧବଙ୍କୁ ଲାଗି କରିବ। ଖାଲି ଲାଗି କରେଇବି, କିଛି ମାଗିବେନି? ତମର ଯାହା ପ୍ରାର୍ଥନା କରିବା କଥା କରିବ। ଖାଲି ମୋର? ତୁମ କଥା କିଛି କହିବେନି? ମୁଁ ତମର ସ୍ତ୍ରୀ, ଠାକୁରେ ତମର ମଙ୍ଗଳ କଲେ ସେଇ ହବ ମୋର ମଙ୍ଗଳ। ତା ଛଡା ଲଳିତା, ମହାରାଜ ତେଣେ ବ୍ୟସ୍ତ ହେଲେଣି। ଆସୁଛି। ଏତେ ଡେରି ହେଲା? ଅନେକ ଗୁଡାଏ ବାଟ ଯିବାକୁ ପଡିବ। ଆଉ ଡେରି ହବନି। ଆସ ବିଦ୍ୟାପତି, ତମ ଆଖିରେ ଏଇ ଅନ୍ଧପୁଟୁଳିଟା ବାନ୍ଧିଦିଏ।
ଆସୁଛି ମା, ଆସ ବିଦ୍ୟାପତି। ଆମେ ଆସି କୋଉଠି ପହଞ୍ଚିଲେ? ମହ ମହଗୁର ଚନ୍ଦନର ବାସ୍ନା, ଏକ ଅନାହତ ବଂଶୀସ୍ୱର ଖୁବ୍ ଦୂରରୁ ଶୁଭି ଯାଉଛି। ଦେଖିପାରୁନି ସିନା, ମନେ ହେଉଛି ଏ ଯେମିତି ଏକ ସ୍ୱର୍ଗୀୟ ପରିବେଶ। ଏଇ ହେଉଛି ନୀଳମାଧବଙ୍କ ଆସ୍ଥାନ, ଧରା ସ୍ୱର୍ଗ। ତାହେଲେ ମୋ ଆଖିରୁ ମୋ ପଟିଟା ଖୋଲି ଦିଅନ୍ତୁ। ପୁତ୍ର, ନିଜକୁ ପ୍ରସ୍ତୁତ କର। କେବେ ଉପଲବ୍ଧି କରିନଥିବା ଭଳି, କେବେ ଦେଖିନଥିବା ଭଳି ଦୃଶ୍ୟ ତମ ଆଖିରେ ବର୍ତ୍ତମାନ ପଡ଼ିବ। ତୁମେ ବିଭୋଳ ହୋଇ ଉଠିବ, ବିଭୋର ହୋଇ ଉଠିବ। ନିବିଡ଼ ଅନ୍ଧାର ଭେଦ କରି ହଠାତ୍ ଆଲୁଅ ଚାଲି ଆସିଲେ ଆଖି ଯେମିତି ଝଲସି ଉଠେ, ଠିକ୍ ତମର ବି ସେଇଆ ହବ। ତେଣୁ ନିଜକୁ ପ୍ରସ୍ତୁତ କର ପୁତ୍ର। ମୁଁ ପ୍ରସ୍ତୁତ। ଏବେ ଆଖି ଖୋଲ ପୁତ୍ର। ତୁମ ଆଗରେ ଏବେ ପ୍ରଭୁ ନୀଳମାଧବଙ୍କ ପ୍ରତିମୂର୍ତ୍ତି। ଦର୍ଶନରେ ମୋ ଜୋଇଁ ବିଦ୍ୟାପତିର ଆଖିରୁ କେମିତି ଧାର ଧାର ଲୁହ ଗଡ଼ି ଆସୁଛି। ତୁ ଟିକେ କନ୍ଦର ବାହାରକୁ ଯା ବାପା, ମୁଁ ପ୍ରଭୁଙ୍କ ସେବା ମଣେଇ ବଢ଼େଇ ଦିଏ। ନିଅ ପ୍ରଭୁ, ଆଜି ତମ ମଣୋହି ପାଇଁ ଏ ଯେଉଁ ପୋଡ଼ା କନ୍ଧମୂଳ ଆଣିଛି, ଇଏ ସବୁ କନ୍ଦମୂଳଠୁ ସାର, ଖାଇଲେ ଜାଣିବୁ। ନିଅ। ହେଇତି ମହାପ୍ରଭୁ, ମୁଁ ତମର ହାତ ଗୋଡ଼ ଧରି ନେଉରା ହଉଛି, ତମେ ମୋ ସାଙ୍ଗରେ ଏମିତି ହଟ ଲଗାନା। ତମକୁ ଭୋକ ହବଣି, ନବଟି ନିଅ, ନିଅ। ନାହିଁ ରେ ବିଶ୍ୱାସ, ଆଉ କନ୍ଦମୂଳ ଭୋଜନ ଚଳିବନି। ଶୂନ୍ୟବାଣୀ ହେଲା। ତମେ ଶୂନ୍ୟରେ ଥାଇ ଏ କଥା କହୁଛ ପ୍ରଭୁ? କାହିଁକି? ମୋର କି ଦୋଷ ହେଲା ଯେ ତମେ ମୋ ହାତରୁ କନ୍ଦମୂଳ ଖାଇବନି? ନା ନା, ଏଥିରେ ତୋର କିଛି ଦୋଷ ନାହିଁ। ଶୁଣ ମୋ ପ୍ରିୟ ସବର, ହେ ମୋର ବଚନରେ, କନ୍ଦମୂଳ ଖାଇବାକୁ ନାହିଁ ଆଉ ମନରେ। ତୁମର ଆଦ୍ୟ ସେବକ, ତୁମର ପ୍ରିୟ ପୂଜକ, ଅମୃତ ମଣୋହି ପାଏ ବଳିଲାଣି ମନରେ। দারু ব্রহ্মরূপ লাগিব ত্রিসন্ধ্যা ধূপ, লোড়িলাণী আম্ভঙ্কুত রাজা ইন্দ্রদ্যুম্ନରେ। একথা তুমি কହୁଛ প্রভু? তুমি ମୋ କଥାର ତ ଉତ୍ତର ଦଉନ। ମୋ କଥା ତମେ ଆଉ ଶୁଣିବନି? হে নীল কন্দর বাসী, হে নীল মাধব, যেদিন এ রূপকু মু কলিয়ে ঠাব, ସେହି ଦିନୁ ଜାଣିଥିଲି ତୁ ହିଁ ମୋ ନିଜର
ମୋ ଆହାର କନ୍ଦମୂଳ ହେଲା ତ ଆହାର। ଖାଉଥିଲୁ କନ୍ଦମୂଳ ହୋଇ କେତେ ଖୁସି, ଆଜି କେଉଁ ଦୋଷ ଦେଖି ଯାଉଛୁ ତୁରୁସି। ତୁରୁସି ବସିଲୁ ବୋଲି ମୁଁ କିରେ ରୁସିବି, ତୋର ଆଜ୍ଞା ପାଳି ମୋର ଭାଗ୍ୟ ମୁଁ ଭୋଗିବି। ରାଜଭୋଗେ ଚଳିବାକୁ ବଳୁଛି ତ ମନ, ଜାଣୁ ତୁ ହିଁ ମୁଁ ସେତିକି ନୁହଁଇ ଭାଜନ। କନ୍ଦର ଛାଡ଼ି ମନ୍ଦିରେ ଯେବେ ତୁ ରହିବୁ, ଏତିକି ମାଗୁଛି ବାବୁ ମତେ ନ ଠକିବୁ। କଣ ହେଲା? ବିଦ୍ୟାପତି ତଳକୁ ମୁହଁ କରି ଠିଆ ହେଇଛି କାହିଁକି? ତମକୁ କହିବାକୁ ଡରୁଛନ୍ତି। ଡରୁଛି କାହିଁକି? ବହୁତ ଦିନ ହେଲା ଘରୁ ଆସିଲିଣି, ଭାବୁଛି ଟିକେ ଘରକୁ ଯିବି। ଇଏ ତ ଅତି ଭଲ କଥା, ଏଥିରେ ଡରିବାର କଣ ଅଛି? କହ କେବେ ଯିବୁ? ଏ ରାତି ପାଇଲେ ମୁଁ କଲ୍ୟାଣ କରୁଛି ବାପ, ତୁ ଭଲରେ ଭଲରେ ଯାଇ ଘରେ ପହଞ୍ଚିବୁ। ମୁଁ ଜାଣେ, ଠିକ୍ ଜାଣେ, ତୁ ତୋ କୁଟୁମ୍ବ ପରିବାରଙ୍କୁ ଦେଖା କରି ତୋ କାମ ସାରି ପୁଣି ଏଠିକି ଫେରି ଆସିବୁ। ଲଳିତା, ରାତି ପାହିଲେ ଜୋଇ ମୋର ଯାତ୍ରା ଆରମ୍ଭ କରିବ। ଯା ସବୁ ଯୋଗାଡ଼ କରି ରଖ। ସମ୍ବାଦ ଦୂତ କିଏ ଆସିଛି? ବିଦ୍ୟାପତି ଫେରି ଆସିଛନ୍ତି ଛାମୁ। ବିଦ୍ୟାପତି ଫେରି ଆସିଛି? କାହିଁ ସେ? କେଉଁଠି? ନା, ମୁଁ ନିଜେ ଯାଇ ତାକୁ ପାଛୋଟି ଆଣିବି। ଏଇ ତ ବିଦ୍ୟାପତି। ହଁ ମହାରାଜ, ମୁଁ ଫେରି ଆସିଛି। ମହାରାଜ, ମୁଁ ଫେରି ଆସିଛି। ତମର ଆଖି ଦେଖି, ତମର ମୁହଁ ଦେଖି ମୁଁ ବୁଝିପାରୁଛି ବିଦ୍ୟାପତି, ତୁମେ ଖାଲି ଫେରିନ। ତୁମେ ମୋର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ବିଷ୍ଣୁକୁ ଏ କଣ ବିଦ୍ୟାପତି? ତମ ଓଠରେ ହସ ଆଉ ଦୁଇ ଆଖି ଲୁହରେ ଢଳ ଢଳ। ମୋର ଯେ ଆଖିକୁ ଲୁହ ଢଳ ଢଳ ଦେଖୁଛନ୍ତି, ସେଇ ଆଖିରେ ମୁଁ ଦେଖି ଆସିଛି ନୀଳ ମାଧବ ରୂପରେ ପ୍ରଭୁ ଜଗନ୍ନାଥଙ୍କୁ। ଧନ୍ୟ ତୁମେ ବିଦ୍ୟାପତି, ଜୀବନ ତୁମର ଧନ୍ୟ। ତାହେଲେ ଆଉ ବିଳମ୍ବ କର ନାହିଁ ମହାରାଜ। ପ୍ରଭୁ ନୀଳମାଧବଙ୍କୁ ସସମ୍ମାନେ ଆଣି ଶୀଘ୍ର ତୁମେ ପ୍ରତିଷ୍ଠା କରିବାର ବ୍ୟବସ୍ଥା କର। ଆଉ ତୁମେ ଅଧୀର ହୁଅ ନାହିଁ ରାଣୀ। ପ୍ରଭୁଙ୍କୁ ଆଣିବା ପାଇଁ କାଲି ପ୍ରତ୍ୟୁଷରେ ଶୁଭ ଲଗ୍ନ ଦେଖି ବିଦ୍ୟାପତିଙ୍କୁ ସାଥିରେ ନେଇ ପାତ୍ର ମନ୍ତ୍ରୀ ଆଉ ସୈନ୍ୟ ସାମନ୍ତଙ୍କ ଗହଣରେ ଆମେ ସମସ୍ତେ ଯାତ୍ରା କରିବା ପବିତ୍ର ଉତ୍କଳର ପୁରୁଷୋତ୍ତମ କ୍ଷେତ୍ରକୁ। ଯାଅ ବିଦ୍ୟାପତି, କାଲିର ଶୁଭ ଯାତ୍ରା ପାଇଁ ଆୟୋଜନ କରିବ, ଯାଅ। ଆଦେଶ ତବ ଶିରୋଧାର୍ଯ୍ୟ ମହାରାଜ।
ଗିରିପଥ ଅତିକ୍ରମ କରି ଏ ସଂକୀର୍ଣ୍ଣ ଅରଣ୍ୟ ପଥରେ ଆମେ ଆଉ କେତେ ବାଟ ଯିବା ବିଦ୍ୟାପତି? ଆଉ ବେଶୀ ଦୂର ନୁହେଁ ମହାରାଜ, ଆମେ ଆସି ଯଥାସ୍ଥାନରେ ପହଞ୍ଚି ଗଲେଣି। ଏଇ ଚାହାନ୍ତୁ ଚାହାନ୍ତୁ ମହାରାଜ, ଏଇ ସେ ପବିତ୍ର ନୀଳକନ୍ଦର। ପ୍ରଭୁ ନୀଳମାଧବ କାହାନ୍ତି ବିଦ୍ୟାପତି? କୁହ ବିଦ୍ୟାପତି, ପ୍ରଭୁ ନୀଳମାଧବ କେଉଁଠି ଅଛନ୍ତି? ମୁଁ ତ ନିଜେ ଦେଖି ଯାଇଥିଲି ମହାରାଜ। ଏଇ ବଟବୃକ୍ଷ ତଳେ ବେଦୀ ଉପରେ ପ୍ରଭୁ ଚତୁର୍ଥା ମୂର୍ତ୍ତି ହୋଇ ପୂଜା ପାଉଥିଲେ। ପ୍ରଭୁ ତେବେ ଗଲେ କୁଆଡେ? ମୋର ଅନୁମାନ ପ୍ରଭୁ ଏଠାରୁ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ପ୍ରଭୁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି? କିଏ 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 କହୁଛି? କିଏ କହୁଛି ମୋ ପ୍ରଭୁ ନୀଳମାଧବ ଏଠୁ ଅନ୍ତର୍ଦ୍ଧାନ ହେଇଯାଇଛନ୍ତି? କିଏ କହୁଛି? ବିଦ୍ୟାପତି, ତମେ ତମେ କୁଆଡେ ଚାଲି ଯାଇଥିଲ ବିଦ୍ୟାପତି? ଏମାନେ ସବୁ କିଏ? ଏମାନେ ଏଠି କାହିଁକି ଆସିଛନ୍ତି? ସମ୍ମୁଖରେ ତୁମର ଅବନ୍ତୀ ନୃପତି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ରାଣୀ ଗୁଣ୍ଡିଚା। ଏ ଶବର କିଏ ବିଦ୍ୟାପତି? ମହାରାଜ, ଏଇ ହେଉଛନ୍ତି ନୀଳମାଧବଙ୍କର ପୂଜକ ଶବରରାଜ ବିଶ୍ୱାବସୁ। ପ୍ରଭୁ ନୀଳମାଧବ କାହାନ୍ତି କି ରାତରାଜ? ସେଇ କଥା ମୁଁ ତମମାନଙ୍କୁ ପଚାରୁଛି। କାହାନ୍ତି ନୀଳମାଧବ? କାହାନ୍ତି? ତାଙ୍କୁ ବେଦୀ ଶୂନ୍ୟ ପଡିଛି। ସେ ଗଲେ କୁଆଡେ ନୀଳମାଧବ? ତୁମେ ତାଙ୍କୁ ଲୁଚାଇ ରଖି ଛଳନା କରୁନାହାନ୍ତ? କଣ କହିଲୁ ରାଜା ଇନ୍ଦ୍ରଦ୍ୟୁମ୍ନ? ମୁଁ ମୋ ଠାକୁରକୁ ଲୁଚେଇଛି? ମୁଁ ଛଳନା କରୁଛି? ତମେ ସବୁ ମୋ ନୀଳମାଧବକୁ ଚୋରେଇ ନେଇଛ। କଣ କହିଲୁ? ଆମେ ଚୋରାଇ ନେଇଛୁ? ତମେ ଯୋଉଦିନ ବିଦ୍ୟାପତି ଆସି ନୀଳମାଧବଙ୍କୁ ଏଠି ଦର୍ଶନ କଲା, ଠିକ ତା ପରଦିନଠୁ ନୀଳମାଧବ ଏଠି ନାହାନ୍ତି। ସେଇଦିନଠୁ ମୁଁ ଏଠି ଅଖିଆ ଅପିଆ ଜଗି ବସିଛି। ଭଲରେ ମାନିଯାଅ, ଭଲରେ ମାନିଯାଅ ମୁଁ ନୀଳମାଧବକୁ କୋଉଠି ରଖିଛ। ଭଲରେ ମାନିଯାଅ, ତା ନହେଲେ ମୁଁ ଏଠି ରକ୍ତ ନଦୀ ବୁହାଇଦେବି। ତୁମମାନଙ୍କୁ ବେଦୀ ଉପରେ ବଳି ଚଢେଇ ଦେବି। କଣ କହିଲୁ ରେ ବର୍ବର କିରାତ? ତୋର ଏଡେ ଆସ୍ପର୍ଦ୍ଧା, ତୁ ଆମ ମାନଙ୍କୁ ବଳି ଚଢାଇ ଦେବୁ? ଆରେ ରେ ବର୍ବର ବଣୁଆ ଶବର ଥିଲେ ତୋର ଜୀବନରେ ଆଶା। ଆରେ ରେ ବର୍ବର ବଣୁଆ ଶବର ଥିଲେ ତୋର ଜୀବନରେ ଆଶା। ମାନି ଯା କେଉଁଠି ରଖିଛୁ ପ୍ରଭୁଙ୍କୁ, ନହେଲେ ଭୋଗିବୁ ମନ୍ଦ ଦଶା। ଆରେ ରେ ବର୍ବର ବଣୁଆ ଶବର ଥିଲେ ତୋର ଜୀବନରେ ଆଶା। ଭଲରେ ଏକ୍ଷଣି ଯେବେ ନ ମାନିବୁ, ପିଠିରେ କୋରଡ଼ା ପାହାର ଖାଇବୁ। ଭଲରେ ଏକ୍ଷଣି ଯେବେ ନ ମାନିବୁ, ପିଠିରେ କୋରଡ଼ା ପାହାର ଖାଇବୁ। ଗୋଡେ ପିନ୍ଧି ବେଡି ବନ୍ଦି ଘରେ ପଡି, ଶେଷକୁ ଉଡିବ ତୋର ହଂସା। ଆରେ ରେ ବର୍ବର ବଣୁଆ ଶବର ଥିଲେ ତୋର ଜୀବନରେ ଆଶା। ବନ୍ଦୀ କର, ମତେ ବନ୍ଦୀ କର ରାଜା। ମତେ ଅଖିଆ ଅପିଆ ମାରି ଦିଅ, ହେଲେ ମୋ ନୀଳମାଧବକୁ ମତେ ଫେରେଇ ଦିଅ। ମୋ ନୀଳମାଧବକୁ ମତେ ଫେରେଇ ଦିଅ। ମୋ ଠାକୁର ଦେବତା ବିନା ମୁଁ ଦଣ୍ଡେ ବଞ୍ଚି ପାରିବିନି। ନା ମୁଁ କିଛି ଶୁଣିବି ନାହିଁ। କିଏ ଅଛରେ? ଏ ପାଗଳ ଶବରକୁ ବନ୍ଦୀ କର। ନା, କ୍ଷାନ୍ତ ହୁଅ ରାଜା ଇନ୍ଦ୍ରଦ୍ୟୁମ୍ନ। ମୋ ପରମ ଭକ୍ତ ବିଶ୍ୱାବସୁକୁ ବନ୍ଦୀ କଲେ ତୋ ଅମଙ୍ଗଳର ସୀମା ରହିବ ନାହିଁ। ବିଦ୍ୟାପତି ମୋତେ ଦର୍ଶନ କରିବା ପରଦିନଠାରୁ ମୁଁ ଏଠାରୁ ଅନ୍ତର୍ଦ୍ଧାନ ହୋଇଯାଇଛି। ମୋର ଲୀଳା ଏଠାରେ ସମାପ୍ତ ହୋଇଛି ରାଜା। ମୁଁ ଏଣିକି ଦାରୁବ୍ରହ୍ମ ରୂପରେ ପୂଜା ପାଇବି ପୁରୁଷୋତ୍ତମ କ୍ଷେତ୍ରରେ। ପ୍ରଭୁ! ରାଜା ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା, ତୁମ ଦୁହିଁଙ୍କ ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ତୁମେ ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରି ଶଙ୍ଖନାଭି କ୍ଷେତ୍ରର ନୀଳକଣ୍ଠେଶ୍ୱରଙ୍କ ବେଢ଼ାରେ ସହସ୍ରେ ଅଶ୍ୱମେଧ ଯଜ୍ଞ କଲେ। ମୁଁ ମହୋଦଧିରେ ଭାସି ଭାସି ଯାଇ
ଦାରୁ ବ୍ରହ୍ମ ରୂପରେ ପ୍ରକଟିତ ହେବେ। ସେହି ଦାରୁରେ ମୋ ଦିଅଁ କଢ଼ାଇ ମନ୍ଦିର ନିର୍ମାଣ କରି ମୋତେ ପୂଜା କଲେ ମୁଁ ନୀଳାଦ୍ରି ବିହାରୀ ଜଗନ୍ନାଥ ରୂପରେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସାଥିରେ ପୁଣି ଲୀଳା ଆରମ୍ଭ କରିବି। ପ୍ରଭୁ କରୁଣା ସାଗର ହରି ଆମର 100 କୋଟି ପ୍ରଣାମ ଘେନା କର ପ୍ରଭୁ। ତୁମର ଆଦେଶ ମୋର ଶିରୋଧାର୍ଯ୍ୟ ପ୍ରଭୁ, ଶିରୋଧାର୍ଯ୍ୟ। ଜୟ ପ୍ରଭୁ ଜଗନ୍ନାଥ, ଜୟ ପ୍ରଭୁ ନୀଳମାଧବ। ରାଣୀ ଗୁଣ୍ଡିଚା ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମ ଦୁହିଁଙ୍କର ପରୀକ୍ଷା କ'ଣ ଶେଷ ହେବ ନାହିଁ ରାଣୀ? ଏ କଥା କାହିଁକି କହୁଛ ସ୍ୱାମୀ? କ'ଣ ହେଇଛି? ତାଙ୍କରି ଆଜ୍ଞାକୁ ମଥାରେ ବହନ କରି ଶ୍ରୀକ୍ଷେତ୍ରରେ ଦେଉଳ ତଳାଇ ପ୍ରତିଷ୍ଠା କଲି। ଅଶ୍ୱମେଧ ଯଜ୍ଞ ଶେଷ ହେବା ପରେ ପ୍ରଭୁ ଦାରୁ ବ୍ରହ୍ମ ରୂପରେ ବାଙ୍କି ମୁହାଣରେ ବିଜେ ହେଲେ ସିନା, ଆସିବା ପାଇଁ ବଡ଼ କଟାଳ କଲେ। ହଲିଲେ ନାହିଁ କି ଟଳିଲେ ବି ନାହିଁ। ଶେଷକୁ ତାଙ୍କରି ଆଜ୍ଞାରେ ବିଶ୍ୱାବସୁ ଆଉ ବିଦ୍ୟାପତି ଦାରୁରେ ହାତ ଲଗାଇବା ମାତ୍ରେ ଦାରୁ ମହାବେଦୀକୁ ଅଣାଗଲେ। ବର୍ତ୍ତମାନ ପୁଣି ଏକ ସମସ୍ୟା ଆସି ଉପସ୍ଥିତ। କି ସମସ୍ୟା ମହାରାଜ? ବଢ଼େଇ କୂଳର ଶ୍ରେଷ୍ଠ ବିନ୍ଧାଣୀମାନେ ଆସି ଶତ ଚେଷ୍ଟା କଲେ ସୁଦ୍ଧା ଦାରୁ ଖଣ୍ଡକୁ ଦ୍ୱିଖଣ୍ଡ ହେଉନାହିଁ। ନିହାଣ ମୁଗୁର ଭାଙ୍ଗି ବଢ଼େଇମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲକ୍ଷ ଲକ୍ଷ ବଢ଼େଇ କୂଳରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗଢ଼ିବା ପାଇଁ କେହି କ'ଣ ଜଣେ ହେଲେ ଯୋଗ୍ୟ ଶିଳ୍ପୀ ନାହାନ୍ତି? କିଏ କହୁଛି ନାହାନ୍ତି ମା? ଅନୁମତି ଦେଲେ ପ୍ରଭୁଙ୍କର ମୂର୍ତ୍ତି ମୁଁ ଗଢ଼ିଦେବି। ତୁମେ ଗଢ଼ିଦେବ? କିଏ ତୁମେ? ବୃଦ୍ଧ, ଲଳିତ ଚର୍ମ, କୋଟରଗତ ଚକ୍ଷୁ, ହସ୍ତପଦ ଥରୁଛି, ବାଡ଼ିରେ ଭରା ଦେଇ ଠିଆ ହେଉଛ, ଦେହରେ ପୁଣି ଶକ୍ତି ନାହିଁ। ମୂର୍ତ୍ତି ଗଢ଼ିବା ତୁମର କ'ଣ ବେଉସା? ତୁମେ ପୂର୍ବରୁ କ'ଣ କେଉଁଠି ମୂର୍ତ୍ତି ଗଢ଼ିଛ ବୃଦ୍ଧ? ତୁମ ନାଁ କ'ଣ? ଘର କେଉଁଠି? ଶୁଣ ହେ ଅବନ୍ତୀ ସାଇ, ପଚାରିଲ ଯାହା କହୁଛି ମୁହିଁ। ଶୁଣ ହେ ଅବନ୍ତୀ ସାଇ, ନନ୍ଦ ମହାରଣା ସାନ ପୁଅ ମୁହିଁ, ବାସୁଦେବ ମୋର ନାମ ଅଟଇ। ଶୁଣ ହେ ଅବନ୍ତୀ ସାଇ, ଘର ମୋର ଦ୍ୱାରକାପୁର, ଭଙ୍ଗା ଗଢ଼ା ବେଉସା ମୋର। ଘର ମୋର ଦ୍ୱାରକାପୁର, ଭଙ୍ଗା ଗଢ଼ା ବେଉସା ମୋର। ଯେତେ ସବୁ ଦେଖ ସୁନ୍ଦର ପଦାର୍ଥ, ସେ ସବୁକୁ ନିଜେ ଗଢ଼ିଛି ମୁହିଁ। ଶୁଣ ହେ ଅବନ୍ତୀ ସାଇ, ପଚାରିଲ ଯାହା କହୁଛି ମୁହିଁ। ଶୁଣ ହେ ଅବନ୍ତୀ ସାଇ। ସୁଦୂର ଦ୍ୱାରକାରୁ ତମେ ଆସିଛ ଶିଳ୍ପୀ? କ'ଣ ଆଉ କରିଥାନ୍ତି? ଯେମିତି ଶୁଣିଲି ଆମ ବଢ଼େଇ କୂଳ ଅଯୋଗ୍ୟ ହେଲେଣି, ସେମାନଙ୍କ ବଂଶ ମର୍ଯ୍ୟାଦାରେ କଳଙ୍କ ଲାଗିଲାଣି। ମୁଁ କ'ଣ ଆଉ ସମ୍ଭାଳି ହେଇ ରହିପାରିଲି? ହଉ ସେ କଥା ଛାଡ଼। ଦାରୁ ବ୍ରହ୍ମ କେଉଁଠି ଅଛି ମତେ ଟିକେ ଦେଖେଇ ଦେଲ। ଆସ ମୋ ସାଥିରେ। ଏଇ ଦେଖ ମହାରଣାଏ, ଦାରୁ ବ୍ରହ୍ମଙ୍କୁ ଏଇ ମହାବେଦୀ ଉପରେ ରଖାଯାଇଛି। ବେଶ ବେଶ, ଏଇ ସ୍ଥାନ ଉପଯୁକ୍ତ। ଶୁଣ ରାଜା, ମୂର୍ତ୍ତି ଗଢ଼ିବା ଆଗରୁ ମୋର ଗୋଟିଏ ସର୍ତ୍ତ ଅଛି। ସର୍ତ୍ତ? କି ସର୍ତ୍ତ ଶିଳ୍ପୀ? ଗମ୍ଭୀରା ଭିତରେ ପଶିବି, 21 ଦିନ ରହିବି। ଗମ୍ଭୀରା ଭିତରେ ପଶିବି, 21 ଦିନ ରହିବି। ଦେଉଳ ଦୁଆର ମୁଦ କରିଦେବ, କେହି ମତେ ଆଉ ଡାକିବ ନାହିଁ। ଶୁଣ ହେ ଅବନ୍ତୀ ସାଇ, ସର୍ତ୍ତ ଭଗ୍ନ କରିବ ଯେବେ, ପରିଣାମ ଭୋଗିବ ତେବେ। ସର୍ତ୍ତ ଭଗ୍ନ କରିବ ଯେବେ,
ପରିଣାମ ଭୋଗିବ ତେବେ ଦେଉଳ ଦୁଆର ମୁଦ ଦିଅ ଏବେ ଦେଉଳ ଦୁଆର ମୁଦ ଦିଅ ଏବେ ରହିଲି ମୋ କାମ କରିବା ପାଇଁ ଶୁଣ ହେ ଅବନ୍ତୀ ସାଇଁ ପଚାରିଲ ଯାହା କହୁଛି ମୁହିଁ ଶୁଣ ହେ ଅବନ୍ତୀ ସାଇଁ 21 ଦିନ କାଳ ତମେ ଖାଇବ କଣ ଶିଳ୍ପୀ? ସେ ଚିନ୍ତା ତୁମକୁ କରିବାକୁ ପଡିବ ନାହିଁ ମା। ମୂର୍ତ୍ତି ଗଢା କାମ ସରିବା ପରେ ଯାହା ତମେ ଆଦର କରି ମତେ ଖାଇବାକୁ ଦବ ମୁଁ ନିଶ୍ଚୟ ଖାଇବି। ବେଶ, ଯାହା ତମର ଇଚ୍ଛା। ମହାରାଜ, 21 ଦିନରୁ ଆଜି ହେଲା 14 ଦିନ। କାହିଁ ମୂର୍ତ୍ତି ଗଢା ହେବାର କିଛି ତ ଆଭାସ ମିଳୁନାହିଁ। ସେଇ କଥା ମତେ ବି ତ ଆଚମ୍ବିତ ଲାଗୁଛି ରାଣୀ। ନିହାଣ ମୁଗରର ଠକ୍ ଠକ୍ ଶବ୍ଦ ମୋଟେ ତ ଶୁଣାଯାଉ ନାହିଁ। କଥା କଣ? ତୁମେ ଯାହା କୁହ ମହାରାଜ, ସେ ବୁଢା ବଢେଇର ଦୁର୍ବଳ ଶରୀର ଦେଖି ମୋ ମନ କାହିଁକି ପାପ ଛୁଉଁଥିଲା। ଗୋଟିଏ ଦିଗରେ ଦୁର୍ବଳ ଶରୀର, ଅନ୍ୟ ଦିଗରେ ତାର ସର୍ତ୍ତ କଥା ମନେ ପଡିଗଲେ ଦେହରେ ମୋର ରୋମାଞ୍ଚ ଜାତ ହେଉଛି ରାଣୀ। ସତକୁ ସତ ସେ ବଢେଇ ବୁଢାର ଯଦି କିଛି ଭଲ ମନ୍ଦ ହେଇଯାଏ ଆମେ ନିଶ୍ଚୟ ପାପରେ ଭାଗି ହେବା ମହାରାଜ। ହଁ, ତମେ ଠିକ କହୁଛ ରାଣୀ। ମହାବେଦୀ ଅପବିତ୍ର ହେବା ପୂର୍ବରୁ ମୁଁ ଦେଉଳର ମୁଦ ଭାଙ୍ଗି ଖୋଲିଦେବାକୁ ଆଦେଶ ଦଉଛି। ଆରେ କିଏ ଅଛରେ? ମନ୍ଦିର ଦ୍ୱାରର ମୁଦ ଭାଙ୍ଗି କବାଟ ଫିଟାଇ ଦିଅ। ଇଏ କି ବିଚିତ୍ର ଦୃଶ୍ୟ ମୁଁ ଦେଖୁଛି ରାଣୀ ଗୁଣ୍ଡିଚା। ପ୍ରଭୁ ଜଗନ୍ନାଥଙ୍କର ଇଏ କି ବିଚିତ୍ର ରୂପ। ଅଧା ଗଢା ଦିଅ ଚତୁର୍ଦ୍ଧା ମୂର୍ତ୍ତି, ବଢେଇର ଚିହ୍ନ ବର୍ଣ୍ଣ ନାହିଁ। ହାୟ ହାୟ, କେଡେ ବଡ ଅପରାଧ ମୁଁ ନ କଲି ସତେ। ଆମ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ପାଦ ନାହିଁ, ଖଣ୍ଡିଆ ହାତ, ପୁଣି ଚକା ଚକା ଆଖି। ପ୍ରଭୁ ପ୍ରଭୁ, ତୁମ ମୂର୍ତ୍ତି ଗଢା ସମ୍ପୂର୍ଣ୍ଣ ନ ହେଉଣୁ ମୁଁ ଦେଉଳ ଦୁଆର ଖୋଲି ଯେଉଁ ଅପରାଧ କରିଛି ସେଥିପାଇଁ ମତେ ଶାସ୍ତି ଦିଅ ପ୍ରଭୁ, ମତେ ଶାସ୍ତି ଦିଅ, ମତେ ଶାସ୍ତି ଦିଅ। ଏ ତୁମର ପରୀକ୍ଷା ହେଉ କି ଛଳନା ହେଉ ପ୍ରଭୁ, ଆମେ ତୁମେ ଘୋର ଅପରାଧ କରିଛୁ ପ୍ରଭୁ। ଆମକୁ ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ। ରାଜା ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା, ଏଥିରେ ତୁମର କୌଣସି ଦୋଷ ନାହିଁ। ମୋର ଏ ଦାରୁ ବ୍ରହ୍ମ ମୂର୍ତ୍ତି ଅସମ୍ପୂର୍ଣ୍ଣ ନୁହେଁ, ସ୍ୱୟଂ ସମ୍ପୂର୍ଣ୍ଣ। ବୃଦ୍ଧ ଶିଳ୍ପୀ ବେଶରେ ଆସି ମୁଁ ନିଜେ ନିଜକୁ ଗଢ଼ିଛି ଚତୁର୍ଥା ମୂର୍ତ୍ତି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଉ ଚକ୍ର ସୁଦର୍ଶନ ସାଥିରେ ମୁଁ ତୁମ ବଡ଼ ଦେଉଳରେ ଯେଉଁ ରୂପରେ ପୂଜା ପାଇବି ସେହି ରୂପରେ ବର୍ତ୍ତମାନ ବିଦ୍ୟମାନ। ମୁଁ ଇଚ୍ଛା ବିହାରୀ ଯାହା ସବୁ ଘଟିଛି ଆଉ ଘଟୁଛି ସବୁ କେବଳ ମୋରି ଇଚ୍ଛାରେ ହିଁ ଘଟୁଛି। ଯାଅ ରାଜା, ଦକ୍ଷ ଚିତ୍ରକରମାନଙ୍କୁ ଡକାଇ ଆମ ବିଗ୍ରହକୁ ମନଲାଖି ରଙ୍ଗରେ ଚିତ୍ରଣ କରି ପ୍ରତିଷ୍ଠା କର। ତୁମ ଆଦେଶ ଆମର ଶିରଧାର୍ଯ୍ୟ ପ୍ରଭୁ। ଆଉ ଏ ଦାସ ପ୍ରତି କେଉଁ ଆଜ୍ଞା ଅଛି? ଆଦେଶ ହେଉ ପ୍ରଭୁ। ବେଶ, ମନ ଦେଇ ଶୁଣ ଇନ୍ଦ୍ରଦ୍ୟୁମ୍ନ। ଶୁଣ ରାଜା ରାଣୀ ମୋର ମନ କଥା, ଶୁଣ ହେ ଶୁଣ ରାଜା ରାଣୀ। ମୋ ପୂଜା ଅର୍ଚ୍ଚନା ଲାଗି ହେବ ଯେ ବିଧାନ, ହେ ଶୁଣ ରାଜା ରାଣୀ। ବିଗ୍ରହ ପ୍ରତିଷ୍ଠା ପରେ ବଡ଼ ଦେଉଳ ଭିତରେ, ବିଗ୍ରହ ପ୍ରତିଷ୍ଠା ପରେ ବଡ଼ ଦେଉଳ ଭିତରେ ମୋ ସେବା କରିବେ ମିଳି ସବର ବ୍ରାହ୍ମଣ, ହେ ଶୁଣ ରାଜା ରାଣୀ। ବିଶ୍ୱାବସୁ ସବରର ଥିବେ ଯେତେ ବଂଶଧର, ବିଶ୍ୱାବସୁ ସବରର ଥିବେ ଯେତେ ବଂଶଧର, ଦଇତାପତି ସେବାରେ ପାଇବେ
ବିଦ୍ୟାପତି ବ୍ରାହ୍ମଣର ପୁତ୍ର ନାତି ବଂଶଧର ବିଦ୍ୟାପତି ବ୍ରାହ୍ମଣର ପୁତ୍ର ନାତି ବଂଶଧର ସୁଆର ସେବାରେ ଲାଗି ହୋଇବେ ସେ ଧନ୍ୟ। ହେ ଶୁଣ ରାଜା ରାଣୀ ମୋର ମନ କଥା ଶୁଣ, ହେ ଶୁଣ ରାଜା ରାଣୀ। ତୁମ ଆଜ୍ଞାକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ ପ୍ରଭୁ। ଆମ ପ୍ରତି ଆଉ କେଉଁ ଆଜ୍ଞା ଅଛି କୁହ ପ୍ରଭୁ। ରାଣୀ ଗୁଣ୍ଡିଚା, ତୁମ ଭକ୍ତିରେ ମୁଁ ପରମ ସନ୍ତୋଷ ଲାଭ କରିଛି। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମୁଁ, ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସୁସଜ୍ଜିତ ରଥରେ ବସି ମାଉସୀ ଘରକୁ ଯାତ୍ରା କରିବୁ। ବଢ଼େଇମାନଙ୍କର ବଂଶଧରମାନେ ଆମ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ। ତୁମ ଅପୂର୍ବ ଭକ୍ତିର ନିଦର୍ଶନ ସ୍ୱରୂପ ଆମ ପବିତ୍ର ରଥଯାତ୍ରାର ନାମ ହେବ ଗୁଣ୍ଡିଚା ଯାତ୍ରା। ପ୍ରଭୁ, ତୁମର ଅପାର କରୁଣା ଲାଭ କରି ମୁଁ ନିସ୍ତରିଲି ପ୍ରଭୁ, ନିସ୍ତରିଲି। ରାଜା ଇନ୍ଦ୍ରଦ୍ୟୁମ୍ନ, ପ୍ରଭୁ, ମୋ ସେବା ପୂଜା ନିମିତ୍ତ ତୁମେ ନିଃସ୍ୱାର୍ଥପର ଭାବରେ ସବୁ ଖଞ୍ଜି ଦେବାକୁ ତ ଅଙ୍ଗୀକାର କଲ, କିନ୍ତୁ ତୁମ ପାଇଁ ତ କିଛି ମାଗିଲ ନାହିଁ। ଯାହା ତୁମର ଅଭିଳାଷ ବିନା ଦ୍ୱିଧାରେ ପ୍ରକାଶ କର ଭକ୍ତ। ମୁଁ ତୁମର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ କରିବି। ଏ ଦାସର ଅଭିଳାଷ ସତରେ ତୁମେ ପୂର୍ଣ୍ଣ କରିବ ପ୍ରଭୁ? ଯଦି ବିଶ୍ୱାସ ନ ହେଉଛି ତାହେଲେ ଭକ୍ତ ଭାବରେ ଆଜି ଥରେ ଭଗବାନଙ୍କୁ ପରୀକ୍ଷା କର ଇନ୍ଦ୍ରଦ୍ୟୁମ୍ନ। କୁହ କୁହ, କ'ଣ ତୁମ ମନର ବାସନା? ଅନ୍ତର୍ଯାମୀ ନାରାୟଣ ହି ଏହି ମୋର ନିବେଦନ। ଅନ୍ତର୍ଯାମୀ ନାରାୟଣ ହି ଏହି ମୋର ନିବେଦନ। ସଦୟ ହୋଇଛ ଯେବେ ଦାସ ଠାରେ କରିବ ଇଚ୍ଛା ପୂରଣ। ହେ ରମା ରମଣ ଦିଅ ଏହି ବରଦାନ। ଦେଉଳ ତୋଳିଛି ମୁହିଁ ହେ ଇନ୍ଦ୍ରଦ୍ୟୁମ୍ନ ନର ସାଇ। ଦେଉଳ ତୋଳିଛି ମୁହିଁ ହେ ଇନ୍ଦ୍ରଦ୍ୟୁମ୍ନ ନର ସାଇ। ଏହି କଥା ଗର୍ବେ କହିବା ପାଇଁ କି ମୋ ବଂଶେ ନ ରହୁ କେହି। ହେ ଜଗତ ସାଇ ମୋ ବଂଶ ଦିଅ ବୁଡ଼ାଇ। ହେ ଜଗତ ସାଇ ମୋ ବଂଶ ଦିଅ ବୁଡ଼ାଇ। ଏ କି ଅସମ୍ଭବ ପ୍ରାର୍ଥନା ତୁମେ କରୁଛ ଇନ୍ଦ୍ରଦ୍ୟୁମ୍ନ? ନିଜ ବଂଶର ମର୍ଯ୍ୟାଦା ଆଉ ଗୌରବ ବୃଦ୍ଧି ପାଇଁ କେହି ସିନା ବରଭିକ୍ଷା କରିଥାନ୍ତି, ଅଥଚ ତୁମେ ବରଭିକ୍ଷା କରୁଛ ନିଃସନ୍ତାନ ହେବା ପାଇଁ। କାହିଁକି କାହିଁକି ରାଜା ଇନ୍ଦ୍ରଦ୍ୟୁମ୍ନ? ପ୍ରଭୁ, ଏ ମନ୍ଦିରକୁ ମୁଁ ତୋଳାଇଛି, ଏହା ଆମ ବଂଶର କୀର୍ତ୍ତି। ଏହି କଥା କହି ଅକାରଣରେ ଗର୍ବ କରିବା ପାଇଁ ମୋ ବଂଶରେ କେହି ବଞ୍ଚି ରହିବାକୁ ମୁଁ ଚାହେଁ ନାହିଁ ପ୍ରଭୁ। ସେଇଥିପାଇଁ ମୋତେ ନିଃସନ୍ତାନ କରି ଅନ୍ତିମ କାଳରେ ତୁମ ଶ୍ରୀରଙ୍ଗା ଚରଣ ତଳେ ଆଶ୍ରୟ ଦିଅ ପ୍ରଭୁ। ଏତିକି ମୋର ବିନମ୍ର ପ୍ରାର୍ଥନା। ତଥାସ୍ତୁ ଭକ୍ତ ଇନ୍ଦ୍ରଦ୍ୟୁମ୍ନ, ତଥାସ୍ତୁ। ତୁମର ଏ ନିଃସ୍ୱାର୍ଥପର ମହତ୍ ଗୁଣ ସମଗ୍ର ବିଶ୍ୱବାସୀଙ୍କର ଆଦର୍ଶ ହେଉ। ଏହା ହିଁ ତୁମକୁ ମୋର କଲ୍ୟାଣ। ଆମେ ନିସ୍ତରିଲୁ ପ୍ରଭୁ, ନିସ୍ତରିଲୁ। ଜୟ ଜୟ ଦାରୁ ବ୍ରହ୍ମ ପ୍ରଭୁ ଜଗନ୍ନାଥ। ବଳଭଦ୍ର ସୁଭଦ୍ରା ଶିଶୁ ଦର୍ଶନ ସାଥ। ପତିତ ପାବନ ପ୍ରଭୁ କରୁଣା ସାଗର। ପତିତ ଉଦ୍ଧାର ପାଇଁ ତୁମ ଅବତାର। ଡାକେ ମୁଁ ପତିତ ଜଣେ ଆହେ ମହାବାହୁ। ତୁମ ଲୀଳା ଗାନ କରି ଜୀବନ ଯାଉ। ବରଷକେ ଥରେ ପ୍ରଭୁ ଶ୍ରୀ ଗୁଣ୍ଡିଚା ଦିନ
রথযাত্রা দেখি ধন্য হেউ এ জীবন। জয় জয় জগন্নাথ হে চকা নয়ন, কৃপা কটাক্ষরে চাহিথাও নারায়ণ, কৃপা কটাক্ষরে চাহিথাও নারায়ণ, কৃপা কটাক্ষরে চাহিথাও নারায়ণ।